ନମସ୍କାର। ନିକଟ ଅତୀତରେ ଆମ ବିଦ୍ୟାର୍ଥୀ ବନ୍ଧୁମାନେ କିଛି ନା କିଛି ଇନୋଭେସନ କରିଛନ୍ତି, ବିଭିନ୍ନ ପ୍ରକାରର ଆକୃତି ଗଢ଼ିଛନ୍ତି, ଜାତୀୟ ଶିକ୍ଷାନୀତିକୁ ନୂତନ ରୂପ ଦେବାକୁ ଚେଷ୍ଟା କରିଛନ୍ତି। ଜଳ, ସ୍ଥଳ, ଆକାଶ, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତ୍ତା ଏ ସମସ୍ତ କ୍ଷେତ୍ରରେ ଦେଶର ଆଗାମୀ ପିଢ଼ି କ'ଣ ଭାବୁଛି, ତା ପାଖରେ କିଭଳି ସମାଧାନମାନ ରହିଛି, ଏସବୁ କଥା ଦେଖିବାର ମୋତେ ସୁଯୋଗ ମିଳିଲା। ଲାଗିଲା ଯଦି ମୋ ପାଖରେ 5-6 ଘଣ୍ଟାର ସମୟ ଥାନ୍ତା ତାହେଲେ ବି ନିଅଣ୍ଟ ହେଇଥାନ୍ତା। ଏକରୁ ବଳି ଆରେକ ଉଦ୍ଭାବନ କରିଛନ୍ତି ଆମର ବିଦ୍ୟାର୍ଥୀ ବନ୍ଧୁଗଣ। ମୁଁ ସେହି ଛାତ୍ରଛାତ୍ରୀମାନଙ୍କୁ, ସେମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ, ତାଙ୍କ ବିଦ୍ୟାଳୟକୁ ଅନେକ ଅଭିନନ୍ଦନ ଜଣାଉଛି ଏବଂ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ ଯିବା ପୂର୍ବରୁ ସେହି ପ୍ରଦର୍ଶନୀକୁ ଆପଣମାନେ ନିଶ୍ଚୟ ଥରେ ଦେଖନ୍ତୁ ଏବଂ ଏହାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ନିଜ ସ୍କୁଲକୁ ଫେରିବା ପରେ ନିଜ ଅନୁଭୂତିକୁ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଆପଣମାନେ ସେହି ଭାରତ ମଣ୍ଡପମକୁ ଆସିଛନ୍ତି, ଯେଉଁଠାରେ ବିଶ୍ୱର ଅନେକ ବଡ଼ ବଡ଼ ରାଷ୍ଟ୍ରର ମହାନ ନେତାମାନେ 2 ଦିନ ଧରି ଏଠାରେ ବିଶ୍ୱର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ଆପଣ ନିଜ ପରୀକ୍ଷା କଥା ଚିନ୍ତା କରିବା ସହ ଭାରତର ଭବିଷ୍ୟତ କଥା ମଧ୍ୟ ଚିନ୍ତା କରିବାକୁ ଯାଉଛନ୍ତି। ଦେଖିବାକୁ ଗଲେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଟି ମୋ ପାଇଁ ମଧ୍ୟ ଗୋଟିଏ ପରୀକ୍ଷାର ଅବସର ହୋଇଥାଏ। ଆପଣମାନଙ୍କ ମଧ୍ୟରୁ କିଛି ଲୋକ ମଧ୍ୟ ଥିବେ ଯେଉଁମାନେ ମୋତେ ପରୀକ୍ଷା କରିବାକୁ ଚାହୁଁଥିବେ। କିଛି ଲୋକ ନିଜର ସମସ୍ୟାର ସମାଧାନ ପାଇଁ ମଧ୍ୟ ପ୍ରଶ୍ନ କରିବାକୁ ଚାହୁଁଥିବେ, ଯାହାଫଳରେ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ସମସ୍ୟାର ସମାଧାନ ମିଳିପାରିବ। ହୁଏତ ଆମେ ସବୁ ପ୍ରଶ୍ନ ନେଇପାରିବା ନାହିଁ, କିନ୍ତୁ ଅଧିକାଂଶ ଉତ୍ତରରେ ଆପଣମାନଙ୍କୁ ନିଜର ବହୁତ ଗୁଡ଼ିଏ ସମସ୍ୟାର ସମାଧାନ ମିଳିଯିବ। ତେବେ ଆସନ୍ତୁ ଆରମ୍ଭ କରିବା। ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଭାରତର ସହଯୋଗୀ ଓମାନର ଇଣ୍ଡିଆନ୍ ସ୍କୁଲ ଡାର୍ସେର 10ମ ଶ୍ରେଣୀ ଛାତ୍ରୀ ଡାନିଆ ସଗୁ ଅନ୍ଲାଇନ୍ରେ ଏହି କାର୍ଯ୍ୟକ୍ରମରେ ଜଡ଼ିତ ହୋଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ସାଂସ୍କୃତିକ ଏବଂ ସାମାଜିକ ଆଶା କିପରି ଭାବେ ଛାତ୍ରଛାତ୍ରୀଙ୍କ ଉପରେ ପରୀକ୍ଷାର ଚାପକୁ ପ୍ରଭାବିତ କରିଥାଏ ଏବଂ ବାହ୍ୟ ପ୍ରଭାବ ସହିତ ଆମେ କିପରି ମୁକାବିଲା କରିପାରିବା। ସେହିଭଳି ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ରାଜଧାନୀ ଦିଲ୍ଲୀର ସରକାରୀ ସର୍ବୋଦୟ ଶିଶୁ ବିଦ୍ୟାଳୟ ବୁରାଡିର 10ମ ଶ୍ରେଣୀର ଛାତ୍ର ମହମ୍ମଦ ଅର୍ଶ ଅନ୍ଲାଇନ୍ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ସନ୍ଦେହ ମୋଚନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଆମେ ଆମ ଚାରିପଟେ ପରୀକ୍ଷାକୁ ନେଇ ଦେଉଥିବା ଏବଂ ଆମ ପ୍ରଦର୍ଶନକୁ ପ୍ରଭାବିତ କରୁଥିବା ନକାରାତ୍ମକ ଆଲୋଚନା ସହ କିଭଳି ମୁକାବିଲା କରିପାରିବା। ଗୋଟିଏ ସକାରାତ୍ମକ ପରିବେଶ ସୃଷ୍ଟି କରିବା ପାଇଁ କିଛି ପଦକ୍ଷେପ ନିଆଯାଇପାରିବ କି? ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ହୁଏତ ଏହା ପରୀକ୍ଷା ପେ ଚର୍ଚ୍ଚାର 7ମ ଅଧ୍ୟାୟ। ମୋର ଯେତିକି ମନେ ଅଛି, ଭିନ୍ନ ଭିନ୍ନ ପ୍ରକାରରେ ପ୍ରତିଥର ପ୍ରଶ୍ନଟି ପଚରାଯାଇଥାଏ। ଏହାର ଅର୍ଥ ହେଲା ଯେ 7 ବର୍ଷ ହେଲା ସମସ୍ତ ବ୍ୟାଚ୍ ପ୍ରାୟ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଥର ମୁଁ ଏହାର ଉତ୍ତର ଦେଉଛି। ପୁରୁଣା ଅଧ୍ୟାୟଗୁଡ଼ିକୁ ଭିତ୍ତି କରି ଯଦି ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜର ଛାତ୍ରଛାତ୍ରୀମାନଙ୍କୁ ଏହାର ସମାଧାନ ପ୍ରଦାନ କରିଥାନ୍ତେ ତାହେଲେ ଏହି ସମସ୍ୟା ଧୀରେ ଧୀରେ ଲୋପ ପାଇଯାଇଥାନ୍ତା। ସେଭଳି ପ୍ରତି ପରିବାରରେ ପିତାମାତାମାନେ ଏଭଳି ସମସ୍ୟା ଅନୁଭବ କରିଛନ୍ତି। ତେବେ ଏହାର ସମାଧାନ କ'ଣ ହୋଇପାରେ? ପରୀକ୍ଷାର ଚାପକୁ ତ ଆକସ୍ମିକ ଭାବେ ଏଡ଼ାଇ ଦେଇ ହେବ ନାହିଁ। ତେଣୁ ଏଭଳି ଚାପ ବହନ କରିବା ପାଇଁ ଆମକୁ ନିଜେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଜୀବନରେ କିଛି ନା କିଛି ଚାପ ତ ଆସିବ, ତେଣୁ ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିବାକୁ ହେବ। ଧରିନିଅନ୍ତୁ ଆପଣ କୌଣସି ଗ୍ରୀଷ୍ମ ପ୍ରଧାନ ସ୍ଥାନରୁ ବହୁତ ଶୀତ ପଡ଼ୁଥିବା ସ୍ଥାନକୁ ଯାଉଛନ୍ତି। ସେଥିପାଇଁ ମାନସିକ ପ୍ରସ୍ତୁତ କରି ଯାଉଛନ୍ତି, ଯାହାଫଳରେ ସେଠି ପହଞ୍ଚିବା ପରେ ସେଥିରେ ଶୀତ ଅନୁଭବ କରୁନାହାନ୍ତି। ସେହିଭଳି ପରିସ୍ଥିତି ଉପରେ ବିଜୟ ଲାଭ କରିବା ପାଇଁ ଆପଣଙ୍କୁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ। ଏହି ଚାପ ବିଭିନ୍ନ ପ୍ରକାରର ହୋଇପାରେ। ପ୍ରଥମତଃ ଯାହା ଆପଣ ନିଜେ ଭାବି ନିଅନ୍ତି ଯେ ସକାଳ 4ଟାରୁ ଉଠିବାକୁ ପଡ଼ିବ, ରାତି 11ଟା ପର୍ଯ୍ୟନ୍ତ ତ ପଢ଼ିବାକୁ ହେବ। ମୁଁ ଭାବେ ଆମର ଏତେ ଚାପ ନେବା କଥା ନୁହେଁ, ଯଦ୍ୱାରା ନିଜର ଦକ୍ଷତା ହିଁ ନଷ୍ଟ ହୁଏ। ଶାନ୍ତ ଭାବରେ ଆଗକୁ ବଢ଼ିବାର ଅଛି। ଗୋଟିଏ ଗୋଟିଏ ପାଠକୁ ସାରିବାର ଅଛି। ନ ହୋଇପାରୁଛି ତ ତାପରେ ଦିନ ତାକୁ ପଢ଼ି ଶେଷ କରିବା। ଦ୍ୱିତୀୟରେ ମାତାପିତା ଚାପ ପକାଇଥାନ୍ତି, ଏଇଟା କାହିଁକି କଲ ନାହିଁ, ସେଇଟା କାହିଁକି କଲ ନାହିଁ, ସକାଳୁ ଶୀଘ୍ର କାହିଁକି ଉଠିଲ ନାହିଁ, କାଲି ପରୀକ୍ଷା।
ଏଭଳି ବିରକ୍ତ ହୁଅନ୍ତି ଯେ ଦେଖ ତୁମ ସାଙ୍ଗ କଣ କରୁଛି, ତୁମେ କଣ କରୁଛ, ସକାଳୁ ରାତି ଯାଏ କେବେ ମାତା କେବେ ପିତା, ପୁଣି ବିଦ୍ୟାଳୟରେ ବି ଶିକ୍ଷକ ଏମିତି କହିଥାନ୍ତି। ଏହା ଫଳରେ କେତେଜଣ ଏସବୁକୁ ହାଲକା ଭାବରେ ନେବା ଅଭ୍ୟାସ କରିଯାଆନ୍ତି, ଆଉ କେତେଜଣ ଏହାଦ୍ୱାରା ଦାୟିତ୍ୱ ସମ୍ପନ୍ନ ହୋଇଥାନ୍ତି। କିନ୍ତୁ ଏହା ଚାପର ଦ୍ୱିତୀୟ ପ୍ରକାର ଅଟେ। ତୃତୀୟରେ ଚାପ ଏଭଳି ବି ହୋଇପାରେ ଯେଉଁଥିରେ କାରଣ କିଛି ନଥାଇ ବି ଅଧିକ ଭାବି ନିଅନ୍ତି, ପରେ ଜାଣନ୍ତି ତାହା କେତେ ସହଜ। ଏକଥାକୁ କେବଳ ଛାତ୍ରଛାତ୍ରୀ ଅନୁଭବ କରିବା କଥା ନୁହେଁ, ବରଂ ମାତାପିତା ଶିକ୍ଷକମାନେ ବି ଅନୁଧ୍ୟାନ କରିବାର କଥା। ଏହା ମୁଁ ଭାବୁଛି ଏକଥା ପରିବାରମାନଙ୍କ ଭିତରେ ବି ଆଲୋଚନା ହେବା ଦରକାର। ପ୍ରତି ପରିବାର ଏଭଳି ପରିସ୍ଥିତିକୁ କିଭଳି ହ୍ୟାଣ୍ଡେଲ କରୁଛନ୍ତି ସେ ସମ୍ପର୍କରେ ଚର୍ଚ୍ଚା ହେବା ଦରକାର। ସେସବୁ ପରିସ୍ଥିତି ସହିତ ଆମକୁ ପରିଚିତ ହେବାକୁ ପଡ଼ିବ। ତେବେ ଯାଇ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମେ ଏହି ଚାପଜନିତ ସମସ୍ୟାରୁ ବାହାରକୁ ବାହାରିପାରିବା। ଧନ୍ୟବାଦ। ଏହାପରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରୁ ଅନ୍ଲାଇନ୍ରେ ପ୍ରଶ୍ନ ପଚାରିଥିଲେ ଅଭିଭାବକ ଭାଗ୍ୟଲକ୍ଷ୍ମୀ। ତାଙ୍କ ପ୍ରଶ୍ନ ଥିଲା ଯେ ବିଦ୍ୟାର୍ଥୀମାନଙ୍କ ଉପରେ ପଡୁଥିବା ପ୍ରତିଯୋଗିତାମୂଳକ ଚାପ ଯୋଗୁଁ ସେମାନଙ୍କ ବନ୍ଧୁତାରେ ପ୍ରଭାବ ପଡୁଛି କି, ନିଜ ବନ୍ଧୁ ସହିତ ପ୍ରତିଯୋଗିତାମୂଳକ ମନୋଭାବ ବଢି ଚାଲିଛି କି, ତାହାର ସମାଧାନ କଣ ହୋଇପାରେ। ଏବଂ ସେହିପରି ଗୁଜରାଟର ପଞ୍ଚମହଲର ନବୋଦୟ ବିଦ୍ୟାଳୟର 6ଠ ଶ୍ରେଣୀର ଛାତ୍ରୀ ଦୃଷ୍ଟି ଚୌହାନଙ୍କର ପ୍ରଶ୍ନ ଥିଲା ଯେ ପରୀକ୍ଷାରେ କେବେ କେବେ ପ୍ରତିଯୋଗିତାମୂଳକ ଭାବନା ସାଙ୍ଗମାନଙ୍କ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରିଥାଏ କି। ସେ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଲୋଡ଼ିଥିଲେ। ଯଦି ଜୀବନରେ ଆହ୍ୱାନ, ପ୍ରତିଦ୍ୱନ୍ଦିତା, ସ୍ପର୍ଦ୍ଧା ନ ରହିବ ତେବେ ଜୀବନ ପ୍ରେରଣାହୀନ, ଚେତନାହୀନ ହୋଇଯିବ। ପ୍ରତିଯୋଗିତା ହେବା ହିଁ ଦରକାର। କିନ୍ତୁ ଯେପରି ପ୍ରଶ୍ନ କାଲିକଟରୁ ଝିଅ ପଚାରିଲେ, ହେଲ୍ଦି କମ୍ପିଟିସନ ମାନେ ପ୍ରତିଯୋଗିତା ସୁସ୍ଥ ହେବା ଦରକାର। ଏ ପ୍ରଶ୍ନ ଟିକେ ଭୟାନକ ଓ ମୋତେ ଚିନ୍ତାରେ ପକାଉଛି। ଏହି ପରୀକ୍ଷା ପେ ଚର୍ଚ୍ଚାରେ ଏପରି ପ୍ରଶ୍ନ ପ୍ରଥମ ଥର ପାଇଁ ଆସିଛି। ଦେଖନ୍ତୁ, କେବେ କେବେ ଏହି ପ୍ରବୃତ୍ତିର ବିଷ ଦୈନନ୍ଦିନ ପାରିବାରିକ ବାତାବରଣରେ ବୁଣି ଦିଆଯାଇଥାଏ। ଭାଇ ଭାଇ, ଭଉଣୀ ବା ଦୁଇ ଭଉଣୀ, ଏପରିକି ଘରର ଦୁଇ ସନ୍ତାନଙ୍କ ମଧ୍ୟରେ ଭେଦଭାବ ରଖିଦିଅନ୍ତି। କୃପା କରି ନିଜ ସନ୍ତାନମାନଙ୍କ ମଧ୍ୟରେ ଏ ପ୍ରକାରର ତୁଳନା କରନ୍ତୁ ନାହିଁ, ଯାହା ତାଙ୍କ ଭିତରେ ବିଦ୍ୱେଷ ସୃଷ୍ଟି କରିଦିଏ। ମୁଁ ଏକ ଭିଡିଓରେ କିଛି ଦିବ୍ୟାଙ୍ଗ ପିଲାମାନଙ୍କୁ ସେମାନଙ୍କର ଏକ ଦୌଡ଼ ପ୍ରତିଯୋଗିତାରେ ଦେଖିଥିଲି। ଜଣେ ପଡ଼ିଗଲେ, ବେଶୀ ବୁଦ୍ଧିମାନ ଲୋକ ହୋଇଥିଲେ କହିଥାନ୍ତେ ଇଏ ତ ପଡ଼ିଗଲା। ପ୍ରତିଯୋଗୀଙ୍କ ମଧ୍ୟରୁ ଗୋଟିଏ ସଂଖ୍ୟା କମିଗଲା, କିନ୍ତୁ ଅନ୍ୟ ସବୁ ପ୍ରତିଯୋଗୀ ପଛକୁ ଆସି ତାକୁ ଉଠେଇଲେ ଏବଂ ଏକା ସାଙ୍ଗରେ ଦୌଡ଼ିଥିଲେ। ସେହି ଭିଡିଓ ସେହି ଦିବ୍ୟାଙ୍ଗମାନଙ୍କର ହୋଇଥାଉ ପଛେ, କିନ୍ତୁ ଆମକୁ ଏହା ବହୁତ ବଡ଼ ପ୍ରେରଣା ଦେଇଥାଏ। ଏବେ କଥା ହେଉଛି ଆପଣଙ୍କ ସହପାଠୀ ସହିତ ଆପଣଙ୍କର କେଉଁ କଥାରେ ସ୍ପର୍ଦ୍ଧା ରହିଲା ଯେ ସେ ଯଦି 100ରୁ 90 ନମ୍ବର ରଖିଲେ ତେବେ ଆପଣଙ୍କ ପାଇଁ କ'ଣ କେବଳ 10 ନମ୍ବର ବଢ଼ୁଛି? ଆପଣଙ୍କ ପାଇଁ ମଧ୍ୟ 100 ମାର୍କ ଅଛି ନା। ତେବେ ତାଙ୍କ ସହିତ ପ୍ରତିଯୋଗିତା ନ ରଖି ନିଜେ ପରିଶ୍ରମ କରିବାର ଅଛି ଯେ ସେ 100ରୁ 90 ପାଇଲେ ମୁଁ କେତେ ପାଇପାରିବି। ତାଙ୍କ ସହିତ ବିଦ୍ୱେଷ କରିବାର ଆବଶ୍ୟକତା ନାହିଁ। ପ୍ରକୃତରେ ସେ ଆପଣଙ୍କ ପାଇଁ ପ୍ରେରଣା ହୋଇପାରନ୍ତି, କିନ୍ତୁ ଯେତେ ବେଶୀ ପ୍ରତିଭାବାନ ମିଳିଥାନ୍ତି ସେତେ ଆମର ବି କାମ ବଢ଼ିଥାଏ। ପ୍ରତିଭା ବଢ଼ାଇବାର ପ୍ରେରଣା ମିଳିଥାଏ। ତେଣୁ କେବେ ବି ଏ ପ୍ରକାରର ଈର୍ଷ୍ୟା ଭାବ ଆମେ ଆମ ମନରେ ରଖିବା କଥା ନୁହେଁ। ମାତାପିତା ମଧ୍ୟ ନିଜ ସନ୍ତାନକୁ ଅନ୍ୟ ପିଲାଙ୍କର ଉଦାହରଣ ଦେଇ ସବୁବେଳେ ଚାପ ପକାଇବା କଥା ନୁହେଁ। କେତେଜଣ କେବେ କେବେ ନିଜ ସନ୍ତାନର ପରୀକ୍ଷା ଫଳ ରିପୋର୍ଟ କାର୍ଡକୁ ନିଜର ପରିଚୟ ପତ୍ର ପରି ଦେଖାଇ ହୋଇଥାନ୍ତି। ଏହା ହିଁ ପିଲାଙ୍କୁ ଚିନ୍ତାରେ ପକାଇଥାଏ। ତାଙ୍କ ମନରେ ଭାବନା ସୃଷ୍ଟି କରେ ଯେ ମୁଁ ବହୁତ ସଫଳତା ପାଇପାରିଛି, ମୋତେ ଆଉ ଅଧିକ କିଛି ପାଇବାର ନାହିଁ। ଏହା ମଧ୍ୟ ଚିନ୍ତାର ବିଷୟ। ପ୍ରକୃତ କଥା ହେଲା ଆମକୁ ଆମର ସାଙ୍ଗମାନଙ୍କ ସହିତ ଈର୍ଷାଭାବ ନ ରଖି ତାଙ୍କର ସାମର୍ଥ୍ୟକୁ ବୁଝିବା ଦରକାର। ସେ ଯଦି ଗଣିତରେ ଭଲ କରୁଛି, ମୋ ଶିକ୍ଷକଙ୍କଠାରୁ ଯଦି ମୋ ସାଙ୍ଗ ମୋତେ ଗଣିତ ବୁଝାଇବାରେ ସାହାଯ୍ୟ କରିବ, ତେବେ ସେ ଯାଇ ମୋର ଭାବନାକୁ ବୁଝିବ। ମୁଁ ବି ତାପରି ଗଣିତରେ ଭଲ କରିବି। ସେ ଭାଷା ବିଷୟରେ ଦୁର୍ବଳ ଆଉ ମୁଁ ଯଦି ଭାଷା ବିଷୟରେ ତାକୁ ସାହାଯ୍ୟ କରିବି, ତେବେ ଆମେ ଦୁହିଁଙ୍କର ଶକ୍ତି ସାଜି ଅଧିକ ସାମର୍ଥ୍ୟବାନ ହୋଇପାରିବୁ। ଏଥିପାଇଁ ଦୟାକରି ନିଜ ସହପାଠୀମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରନ୍ତୁ ନାହିଁ। ମୁଁ ଦେଖିଛି ନିଜେ ଅସଫଳ ହେଇ ବି କେହି କେହି ନିଜ ବନ୍ଧୁର ସଫଳତା ପାଇଁ ମିଠା ବାନ୍ଧନ୍ତି। ଏମିତି ବି ଦେଖିଛି କିଏ ବହୁତ ଭଲ ନମ୍ବର ରଖିଥାନ୍ତି, କିନ୍ତୁ ତାଙ୍କର ସାଙ୍ଗ ନମ୍ବର ରଖି ନ ପାରି ଅସନ୍ତୁଷ୍ଟ ଥାନ୍ତି। ସେଥିପାଇଁ ସେ ନିଜ ଘରେ ବି ଉତ୍ସବ କରିନଥାନ୍ତି, କାରଣ ତାଙ୍କ ବନ୍ଧୁ ପଛରେ ରହିଗଲେ। ବନ୍ଧୁତା ଆଦାନ ପ୍ରଦାନର ଖେଳ ନୁହେଁ, ନିଃସ୍ୱାର୍ଥ ଭଲ ପାଇବା ହିଁ ବନ୍ଧୁତା, ଯାହା ଜୀବନସାରା ଆପଣଙ୍କ ସାଥିରେ ରହିଥାଏ। ତେଣୁ ଏଥିପାଇଁ ଆମଠାରୁ ବେଶୀ ତେଜସ୍ୱୀ ପ୍ରତିଭାବାନ ବନ୍ଧୁ ଆମର ବାଛିବାର ଅଛି ଏବଂ ସର୍ବଦା ସେମାନଙ୍କଠାରୁ ଶିଖିବାର ମଧ୍ୟ ଅଛି ଏବଂ ଆମକୁ ସେଥିପାଇଁ ଚେଷ୍ଟା କରିବା ଦରକାର। ଧନ୍ୟବାଦ। ଅନ୍ଲାଇନ୍ ମାଧ୍ୟମରେ ଆନ୍ଧ୍ରପ୍ରଦେଶର ଜେଡ୍ବି ହାଇସ୍କୁଲ ଉପରାପଲ୍ଲୀ ଅନକାପଲ୍ଲୀ ଜିଲ୍ଲାର ସଙ୍ଗୀତ ଶିକ୍ଷକ
ଶ୍ରୀ କୋଣ୍ଡାକାଞ୍ଚି ସମ୍ପତ ରାଓଜୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ମୁଁ ଜଣେ ଶିକ୍ଷକ ଭାବରେ ନିଜର ଛାତ୍ରଛାତ୍ରୀମାନଙ୍କୁ କିପରି ପ୍ରେରଣା ଦେଇପାରିବି ଯେ ସେମାନେ ଚାପମୁକ୍ତ ରହି ପରୀକ୍ଷା ଦେଇପାରିବେ। ସେହିପରି ସଭାରେ ଉପସ୍ଥିତ ଆସାମର ଶିବସାଗରସ୍ଥିତ ହାସାରା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ବଣ୍ଟି ମିଦ୍ଧି ଛାତ୍ରଛାତ୍ରୀଙ୍କୁ ଅଭିପ୍ରେରଣା ଦେବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଚାହିଁଥିଲେ। ପ୍ରଥମେ ତ ମୁଁ ଭାବୁଛି ଯିଏ ସଙ୍ଗୀତ ଶିକ୍ଷକ ଅଛନ୍ତି ସେ ତ ନିଜ କ୍ଲାସର ନୁହେଁ ବରଂ ପୁରା ସ୍କୁଲର ଚାପ ଦୂର କରିଦେଇପାରିବେ। ସଙ୍ଗୀତରେ ସେ ସାମର୍ଥ୍ୟ ଅଛି। ହଁ, ଏମିତି ହେଇପାରେ ଯଦି ଆମେ କାନ ବନ୍ଦ କରିଥିବା ଆଉ ସଙ୍ଗୀତ ପାଖରେ ଥିବା କିନ୍ତୁ ଆମ ମନ ଥିବ ଆଉ କୋଉଠି, ଏଥିପାଇଁ ଆମେ ତାର ଆନନ୍ଦ ଅନୁଭବ କରିପାରିବା ନାହିଁ। ମୁଁ ଭାବୁଛି ଶିକ୍ଷକଙ୍କ ମନରେ ଏହି କଳ୍ପନା ଆସେ ସେ କିପରି ଛାତ୍ରର ଚିନ୍ତା ଦୂର କରିବେ। ମୋ କଥା କିଛି ଲୋକଙ୍କୁ ଭୁଲ ଲାଗିପାରେ କିନ୍ତୁ ମୋତେ ଲାଗୁଛି ଶିକ୍ଷକଙ୍କ ମନରେ ହିଁ କେବଳ ପରୀକ୍ଷାର ସମୟ କଥା ଚିନ୍ତା ଥାଏ। ଶିକ୍ଷକ ଛାତ୍ରଙ୍କ ମଧ୍ୟରେ ଏହି ପରୀକ୍ଷା ସମୟର ସମ୍ପର୍କ ଯଦି ରହେ ତେବେ ସର୍ବପ୍ରଥମେ ଏହି କଥାର ଭ୍ରମ ସଂଶୋଧନ ହେବା ଦରକାର। ବର୍ଷ ଆରମ୍ଭରୁ ପ୍ରଥମ ଦିନରୁ ଯେଉଁମାନେ ଶ୍ରେଣୀକକ୍ଷକୁ ପ୍ରବେଶ କରିଥାନ୍ତି ସେହି ଦିନଠାରୁ ପରୀକ୍ଷା ପର୍ଯ୍ୟନ୍ତ ଆପଣଙ୍କର ସମ୍ପର୍କ ନିରନ୍ତର ବଢ଼ିବା ଦରକାର। ତାହେଲେ ପରୀକ୍ଷା ସମୟରେ ଚିନ୍ତାର ଅବକାଶ ରହିବ ନାହିଁ। ଥରେ ଭାବନ୍ତୁ ତ, ବର୍ତ୍ତମାନ ମୋବାଇଲର ଯୁଗ, ଛାତ୍ରଛାତ୍ରୀମାନଙ୍କ ପାଖରେ ମୋବାଇଲ ରହୁଥିବ ନିଶ୍ଚୟ। କେବେ କେବେ କୌଣସି ଛାତ୍ରଛାତ୍ରୀ ଆପଣଙ୍କୁ ଫୋନ କରିଛନ୍ତି, ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଛନ୍ତି? ମୋତେ ଏଇ କଷ୍ଟ ହେଉଛି, ମୁଁ ଦୁଃଖରେ ଅଛି, କେବେ କରିନଥିବେ। କାହିଁକି ନା ତାଙ୍କୁ କେବେ ଲାଗେ ନାହିଁ ମୋ ଜୀବନରେ ଆପଣଙ୍କର କୌଣସି ବିଶେଷ ସ୍ଥାନ ଅଛି। ତାଙ୍କୁ ଲାଗେ ଯେ ଶିକ୍ଷକ ଛାତ୍ରଙ୍କ ସମ୍ପର୍କ କେବଳ ବିଷୟଭିତ୍ତିକ। ଗଣିତ ହେଉ, ରସାୟନ ବିଜ୍ଞାନ ହେଉ, ଭାଷା ହେଉ, ଯେଉଁଦିନ ପାଠ୍ୟକ୍ରମରୁ ବାହାରି ତା ସହ ସମ୍ପର୍କ ଯୋଡ଼ିବେ ସେ ତାର ଛୋଟରୁ ଛୋଟ କଥା ମଧ୍ୟ ଆପଣଙ୍କ ସହ ବାଣ୍ଟିବ। ଯଦି ଏହି ପ୍ରକାରର ସମ୍ପର୍କ ରହିବ ତେବେ ପରୀକ୍ଷା ସମୟରେ ଚିନ୍ତା ହିଁ ରହିବ ନାହିଁ। ଆପଣ ବହୁତ ଡାକ୍ତରଙ୍କୁ ଦେଖିଥିବେ, ସେମାନଙ୍କ ମଧ୍ୟରେ ସମସ୍ତଙ୍କ ପାଖରେ ଡିଗ୍ରୀ ତ ଥିବ କିନ୍ତୁ ଯେଉଁମାନେ ଜେନେରାଲ ପ୍ରାକ୍ଟିସନର ହୋଇଥାନ୍ତି ସେମାନେ ବେଶୀ ସଫଳ ଏଥିପାଇଁ ଯେ ରୋଗୀ ଆସି ଯିବାର 1-2 ଦିନ ପରେ ତାଙ୍କୁ ଫୋନ କରି ପଚାରନ୍ତି ଔଷଧ ଖାଉଛ କି ନାହିଁ, ଦେହ କେମିତି ଅଛି। ଏହାଦ୍ୱାରା ରୋଗୀର ଅଧେ ରୋଗ ଯେପରି ଭଲ ହୋଇଯାଇଥାଏ। ସେହିପରି ଯଦି ଜଣେ ଶିକ୍ଷକ ଗୋଟିଏ ଛାତ୍ରର ଘରେ ପହଞ୍ଚି ଛାତ୍ରଛାତ୍ରୀର ସଫଳତା ପାଇଁ ମିଠା ଖାଇବା କଥା କହନ୍ତି ତେବେ ଆପଣ ଭାବିପାରୁଛନ୍ତି ସେ ବାପା ମାଙ୍କ କଳ୍ପନାରେ ସେ ଶିକ୍ଷକଙ୍କ ସ୍ଥାନ କେତେ ଉଚ୍ଚା ହୋଇଯିବ। ପିଲାଟି ପୂର୍ବରୁ ତ ଏକଥା କହିସାରିଥିବ ନା, କିନ୍ତୁ ଶିକ୍ଷକ ନିଜେ ଯାଇ ଏ ଖବର ଯଦି ଦିଅନ୍ତି ତାଙ୍କର ସେହି ଆସିବା ଓ କହିବା ଛାତ୍ରକୁ ବି ଶକ୍ତି ଦେବ, ଛାତ୍ରୀକୁ ବି ଶକ୍ତି ଦେବ ଓ ପରିବାରର ସଦସ୍ୟମାନେ ମଧ୍ୟ ଅଧିକ ଅନୁପ୍ରାଣିତ ହେବେ। ପରୀକ୍ଷା ସମୟରେ ଚିନ୍ତା ଦୂର କରିବା ପାଇଁ ମୁଁ ତ ବହୁତ କଥା କହିସାରିଲିଣି କିନ୍ତୁ ବର୍ଷ ସାରା ଯଦି ଏହି ଶିକ୍ଷକ ଶିକ୍ଷାର୍ଥୀ ସୁସମ୍ପର୍କ ରହିବ ତେବେ ପରୀକ୍ଷା ଜନିତ ଚିନ୍ତା ରହିବ ନାହିଁ। କେବେ କେବେ ମୁଁ ଯଦି କୌଣସି ଶିକ୍ଷକଙ୍କ ସହିତ କଥା ହୁଏ, ତାଙ୍କୁ ଭେଟେ, ତାଙ୍କୁ ପଚାରେ ଆପଣ ତ 20 ବର୍ଷ ହେଲାଣି ଶିକ୍ଷକତା କଲେଣି, ଆପଣଙ୍କୁ କେବେ କୌଣସି ଛାତ୍ରଛାତ୍ରୀ ନିଜର ବାହାଘରର ନିମନ୍ତ୍ରଣ ପତ୍ର ଦେବାକୁ ଆସିଛନ୍ତି କି? 99% ଶିକ୍ଷକ ମନା କରିଥାନ୍ତି। କାହିଁକି ନା ଆମେ ଚାକିରି କରୁଥିଲୁ, ଜୀବନ ଗଢ଼ୁନଥିଲୁ, ଜୀବନ ବଦଳାଇ ଦେଇ ପାରୁନଥିଲୁ। ଶିକ୍ଷକର କାମ କେବଳ ଚାକିରି କରିବା ନୁହେଁ, ଶିକ୍ଷକଙ୍କ କାମ ହେଉଛି ଛାତ୍ରର ଜୀବନକୁ ଗଢ଼ିବା, ସାର୍ଥକତା ଆଣିବା ତା ଜୀବନରେ, ତାହା ହିଁ ପରିବର୍ତ୍ତନ ଆଣିଥାଏ। ପ୍ରଣବାନନ୍ଦ ବିଦ୍ୟାମନ୍ଦିର ପଶ୍ଚିମ ତ୍ରିପୁରାର 12ଶ ଶ୍ରେଣୀର ଛାତ୍ରୀ ଅଦ୍ରିତା ଚକ୍ରବର୍ତ୍ତୀ ନିଜ ସମସ୍ୟା ସମ୍ପର୍କରେ କହିଥିଲେ ଯେ ପରୀକ୍ଷାର ଶେଷ ମୁହୂର୍ତ୍ତରେ ସେ ଯଦି ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି, ଯଦି ତାଙ୍କ ଅକ୍ଷର ଖରାପ ହୋଇଯାଏ ସେ କ'ଣ କରିବେ ଏ ସମ୍ପର୍କରେ ସେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ମାର୍ଗଦର୍ଶନ ଲୋଡ଼ିଥିଲେ। ସେହିପରି କୃଷି ପ୍ରଧାନ ରାଜ୍ୟ ଛତିଶଗଡ଼ର ଜବାହାର ନବୋଦୟ ବିଦ୍ୟାଳୟ କାଙ୍କେରର ଛାତ୍ର ଶେଖ୍ ତୈଫୁର ରେହମାନ ଅନ୍ଲାଇନ୍ ଜରିଆରେ ଉପସ୍ଥିତ ହୋଇ ପରୀକ୍ଷାରେ ଭୟଭୀତ ହୋଇ ଛାତ୍ରଛାତ୍ରୀମାନେ କରି ଆସୁଥିବା ଭୁଲଗୁଡ଼ିକୁ ଏଡ଼ାଇବା ପାଇଁ ଉପାୟ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ କଟକରୁ ଏଠାକୁ ଆସିଥିବା ଛାତ୍ରୀ ରାଜଲକ୍ଷ୍ମୀ ଆଚାର୍ଯ୍ୟ କହିଥିଲେ ଯେ ମସ୍ତିଷ୍କ ଥଣ୍ଡା ରଖି ପରୀକ୍ଷାରେ ଅବତୀର୍ଣ୍ଣ ହେବା ଉଚିତ, କିନ୍ତୁ ପରୀକ୍ଷା ହଲ୍ରେ ପରିବେଶ ବହୁତ ଗମ୍ଭୀର ହୋଇଯାଏ। ନିଜ ମସ୍ତିଷ୍କକୁ କିପରି ଥଣ୍ଡା ରଖିହେବ ଏହାର ଉତ୍ତର ଦେଇ ମାନନୀୟ ପ୍ରଧାନମନ୍ତ୍ରୀ କହିଲେ ଯେ ପୁଣି ସେହି ଚାପ କଥା, ବିଭିନ୍ନ କାରଣରୁ ଏହି ଭୁଲ ସବୁ ହୋଇଥାଏ। ଗୋଟିଏ କାରଣ ହେଲା ପିତାମାତାଙ୍କର ଉଚ୍ଚାକାଂକ୍ଷା, କିଛି ପିଲାଙ୍କର ଅତ୍ୟଧିକ ନିଷ୍ଠା ଯୋଗୁଁ ମଧ୍ୟ ହୋଇଥାଏ। କିନ୍ତୁ ଏସବୁକୁ ଏଡ଼େଇ ହେବ। ଯେମିତିକି ପରୀକ୍ଷା ଦିନ ବାପା ମା ପିଲାଙ୍କୁ ନୂଆ କଲମଟିଏ ଦେଇଥାନ୍ତି କିମ୍ବା ନୂଆ ଡ୍ରେସ୍ ପିନ୍ଧି ପଠାଇଥାନ୍ତି, କିନ୍ତୁ ସେହି ନୂଆ ଜିନିଷ ସହ ନିଜକୁ ଖାପ ଖୁଆଇବାରେ ପିଲାଙ୍କୁ ସମୟ ଲାଗିଥାଏ। ତେଣୁ
ତାଙ୍କୁ ସବୁଦିନିଆ ଜିନିଷ ହିଁ ବ୍ୟବହାର କରିବାକୁ ଦିଅନ୍ତୁ, ଯେଉଁଥିରେ ସେ ଅଭ୍ୟସ୍ତ। କିଛି ଅଲଗା ଖାଇବାକୁ ଦିଅନ୍ତୁ, ହୁଏତ ସେଥିରେ ସେ ଆରାମଦାୟକ ଅନୁଭବ କରିବେ। କିଛି ଅଲଗା ଖାଇବାକୁ ଦିଅନ୍ତି, କିନ୍ତୁ ସେଥିରେ ସେ ଆରାମଦାୟକ ଅନୁଭବ ନ କରିପାରେ, ବରଂ ଏହା ପିଲାଙ୍କ ମନରେ ଚାପ ସୃଷ୍ଟି କରେ। ତେଣୁ ମୋର ପିତାମାତାଙ୍କୁ ଅନୁରୋଧ, ଯେଉଁଥିରେ ପିଲା ଅଭ୍ୟସ୍ତ ତାହା ହିଁ ତାକୁ ଦିଅନ୍ତୁ। କିଛି ପିଲା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବହି ଧରି ପଢ଼ୁଥାନ୍ତି। ଯେମିତି ଟ୍ରେନ୍ ଆସିବା କିଛି ସମୟ ଆଗରୁ ଆମକୁ ଷ୍ଟେସନକୁ ଯିବାକୁ ପଡ଼େ, ଠିକ୍ ସେହିଭଳି ନିର୍ଦ୍ଧାରିତ ସମୟର କିଛି ସମୟ ପୂର୍ବରୁ ଆପଣ ପରୀକ୍ଷାସ୍ଥଳକୁ ଯାଆନ୍ତୁ। ହସ ଖୁସିରେ କିଛି ସମୟ ବିତାନ୍ତୁ। 8-10 ମିନିଟ୍ ପାଇଁ ପରୀକ୍ଷା କଥା ଭୁଲି ଯାଆନ୍ତୁ। ଅନ୍ୟ କଥାଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ, କାରଣ ଏସବୁଥିରେ ହିଁ ଆମର ସମୟ ଓ ଶକ୍ତିର ଅପଚୟ ହୋଇଥାଏ। ଆମେ ଆତ୍ମସ୍ଥ ହେବା ଦରକାର। ଅନ୍ୟମାନଙ୍କ ଅପେକ୍ଷା ଆପଣଙ୍କୁ ପ୍ରଶ୍ନପତ୍ର କିଛି ବିଳମ୍ବରେ ମିଳିଲା ଭଳି ଛୋଟ ଛୋଟ କଥା ପ୍ରତି ଧ୍ୟାନ ନ ଦେଇ ଅର୍ଜୁନଙ୍କୁ ସରସନ୍ଧାନ ବେଳେ କେବଳ ପକ୍ଷୀର ଆଖିଟି ହିଁ ଦେଖାଯାଉଥିବା ଭଳି ନିଜ ଧ୍ୟାନକୁ କେନ୍ଦ୍ରିତ କରନ୍ତୁ। ପ୍ରଥମେ ପୂରା ପ୍ରଶ୍ନପତ୍ରଟି ଥରେ ପଢ଼ି ଦିଅନ୍ତୁ। ତାପରେ ମନେ ମନେ ଭାବନ୍ତୁ ଯେ କେଉଁ ପ୍ରଶ୍ନ ପାଇଁ ଆପଣଙ୍କୁ କେତେ ସମୟ ଲାଗିବ। ସେହିଭଳି ସମୟକୁ ବାଣ୍ଟି ଦିଅନ୍ତୁ। ଯେମିତି ଖାଇବାରେ ଆପଣଙ୍କୁ ଲାଗୁଥିବା ସମୟ ସହ ଆପଣ ଅଭ୍ୟସ୍ତ, ସେହିଭଳି ଏଥିରେ ମଧ୍ୟ ଅଭ୍ୟସ୍ତ ହୋଇଯାଆନ୍ତୁ। ପରୀକ୍ଷାରେ ହାତରେ କଲମ ଧରି ଆପଣଙ୍କୁ ଲେଖିବାକୁ ହୁଏ, କିନ୍ତୁ ଆଜିକାଲି ଆଇପ୍ୟାଡ୍, ମୋବାଇଲ ଆଦିର ବ୍ୟବହାର ଯୋଗୁଁ ଲେଖିବା ଅଭ୍ୟାସ ଧୀରେ ଧୀରେ କମିଯାଉଛି। ତେଣୁ ଲେଖିବାର ଅଭ୍ୟାସ କରିବାକୁ ପଡ଼ିବ। ଆଜିକାଲି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନଙ୍କର ଲେଖିବାର ଅଭ୍ୟାସ ରହିଛି। ତେଣୁ ଆପଣ ଯେତେ ସମୟ ପାଠପଢ଼ା ପାଇଁ ଦେଉଛନ୍ତି, ତାର ଅଧା ସମୟ ନିଜ ନୋଟବୁକ୍ରେ କିଛି ନା କିଛି ଲେଖିବାର ଅଭ୍ୟାସ କରନ୍ତୁ ଓ ପରେ 3-4 ଥର ନିଜ ଲେଖାକୁ ପଢ଼ି ତାକୁ ସଂଶୋଧନ କରନ୍ତୁ। ତାହେଲେ ଆପଣ ଲେଖିବାରେ ଅଭ୍ୟସ୍ତ ହୋଇଯିବେ। ଉଦାହରଣ ସ୍ୱରୂପ, ଆପଣ କୌଣସି ଲୋକପ୍ରିୟ ଗୀତ ଶୁଣୁଛନ୍ତି। ସେତେବେଳେ ଗୋଟିକ ପରେ ଗୋଟିଏ ଧାଡ଼ି ଆପଣଙ୍କର ମନେ ପଡ଼ିଯାଉଛି, କିନ୍ତୁ ଗୀତଟିକୁ ବନ୍ଦ କରି ତାକୁ ଲେଖିବା ପାଇଁ ଆପଣ ଚେଷ୍ଟା କଲେ ଜାଣିପାରିବେ ଯେ ସେ ଗୀତଟି ଆପଣଙ୍କର ମନେ ଅଛି କି ନାହିଁ। ଶୁଣିବା ପରେ କିଛି କିଛି ମନେ ପଡ଼ିଯାଉଥିଲା। ତେଣୁ ଆଜିର ପିଢ଼ିର ଛାତ୍ରଛାତ୍ରୀମାନଙ୍କୁ ମୋର ବିଶେଷ ଅନୁରୋଧ ଯେ ସେମାନେ ଲେଖିବା ଅଭ୍ୟାସ କରନ୍ତୁ। ଆପଣ ଅଭ୍ୟସ୍ତ ଥିଲେ ପରୀକ୍ଷାରେ ଆପଣ ମୋଟେ ଚାପ ଅନୁଭବ କରିବେ ନାହିଁ। ପହଁରା ଜାଣିଥିଲେ ପାଣିକୁ କ'ଣ ଭୟ କରିବେ ଆପଣ। ତେଣୁ ଲେଖନ ଅଭ୍ୟାସ ବହୁତ ଜରୁରୀ। ଏହାଦ୍ୱାରା ଆପଣଙ୍କର ଲେଖନ ପ୍ରକ୍ରିୟା ଆହୁରି ସଶକ୍ତ ହେବ। ଅନ୍ୟ ପରୀକ୍ଷାର୍ଥୀ କ'ଣ ଲେଖୁଛନ୍ତି, କ'ଣ ନ ଲେଖୁଛନ୍ତି, ସେଥିପ୍ରତି ଆପଣ ଦୃଷ୍ଟି ଦିଅନ୍ତୁ ନାହିଁ। ନିଜ ଉପରେ ଏବଂ ନିଜ ପ୍ରଶ୍ନପତ୍ର ଉପରେ ଧ୍ୟାନ କେନ୍ଦ୍ରିତ କଲେ ତାହା ଆପଣଙ୍କ ଉତ୍ତରରେ ପ୍ରତିଫଳିତ ହେବ ଏବଂ ଆପଣଙ୍କର ଉତ୍ତର ମଧ୍ୟ ଫଳପ୍ରସୂ ହେବ। ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଏହି ସୂତ୍ର ଜୀବନବ୍ୟାପୀ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ। ଏହାପରେ ରାଜସ୍ଥାନର ଗଭର୍ଣ୍ଣମେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଧୀରଜ ସୁତାର ଏଠାରେ ଉପସ୍ଥିତ ରହି ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଶାରୀରିକ ସ୍ୱାସ୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟ ମଧ୍ୟ କ'ଣ ଆବଶ୍ୟକ? ତେଣୁ ବ୍ୟାୟାମ ସହ ପାଠପଢ଼ାର ତାଳମେଳ କେମିତି ରଖାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି ସେ। ସେହିପରି ଉତ୍ତର ଭାରତର ମୁଖ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଗିଲର 10ମ ଶ୍ରେଣୀର ଛାତ୍ରୀ ନଜମା ଖାତୁନ ଅନ୍ଲାଇନ୍ ଜରିଆରେ ପ୍ରଶ୍ନ ପଚାରିଥିଲେ ଯେ ପରୀକ୍ଷା ପାଇଁ ପ୍ରସ୍ତୁତି ଏବଂ ସୁସ୍ଥ ଜୀବନଶୈଳୀ ମଧ୍ୟରେ କିପରି ସନ୍ତୁଳନ ରକ୍ଷା କରାଯାଇପାରିବ। ସେହିପରି ଆଉ ଗୋଟିଏ ପ୍ରଶ୍ନ କରିଥିଲେ ଶିକ୍ଷୟିତ୍ରୀ ଟୋବି ଲାହାମେ। ସେ ଅରୁଣାଚଳ ପ୍ରଦେଶର ନାହରଲୋଗନ ଗଭର୍ଣ୍ଣମେଣ୍ଟ ହାଇସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ସେ ପ୍ରଶ୍ନ କରିଛନ୍ତି ଯେ ପିଲାମାନେ ଖେଳକୁଦ ଛାଡ଼ି ପାଠପଢ଼ାରେ କିଭଳି ମନ ଦେଇପାରିବେ। ଏହି ଜିଜ୍ଞାସାକୁ ସେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସହ ବାଣ୍ଟିଥିଲେ। ଆପଣମାନଙ୍କ ମଧ୍ୟରୁ ଅନେକ ମୋବାଇଲ ଫୋନ୍ ବ୍ୟବହାର କରୁଥିବେ, ଅନେକ ଘଣ୍ଟା ଘଣ୍ଟା ଧରି ଫୋନ୍ ବ୍ୟବହାର କରୁଥିବେ, ଏଥିରେ ଅଭ୍ୟସ୍ତ ହୋଇସାରିଥିବେ। କିନ୍ତୁ ମନକୁ କେବେ ଏମିତି କଥା ଆସିଛି କି ରିଚାର୍ଜରେ ବସେଇଲେ ଯେତିକି ସମୟ, ସେତିକି ସମୟ ମୁଁ ଫୋନ୍ ବ୍ୟବହାର କରିପାରିବି ନାହିଁ? କାରଣ ରିଚାର୍ଜ ନ କଲେ ଫୋନ୍ କାମ କରିବ କି? ଯଦି ମୋବାଇଲକୁ ରିଚାର୍ଜ କରିବାକୁ ପଡ଼ୁଛି, ତାହେଲେ ଏ ଶରୀରକୁ ବି ତ ରିଚାର୍ଜ କରିବାକୁ ପଡ଼ିବ ନା। ଆମର ସବୁ ବନ୍ଦ କରିଦେଇ କେବଳ ପାଠ ପଢ଼ିପାରିବା କି? ଏହା ସମ୍ଭବ ନୁହେଁ। ତେଣୁ ଜୀବନରେ ସବୁକିଛିର ସନ୍ତୁଳନ ଆବଶ୍ୟକ। ପରୀକ୍ଷା ପାଇଁ ପାଠ ପଢ଼ିବା ନିହାତି ଦରକାର, କିନ୍ତୁ ଯଦି ଆମେ ସୁସ୍ଥ ନ ରହିବା ପରୀକ୍ଷା ହିଁ ଦେଇପାରିବା ନାହିଁ। ତେଣୁ ଉଭୟ ମନ ଓ ଶରୀର ସୁସ୍ଥ ରହିବା ଦରକାର। ସୁସ୍ଥ ଶରୀର ପାଇଁ ଆପଣ କିଛି ସମୟ ଖରାରେ ବସନ୍ତି କି? ସୂର୍ଯ୍ୟକିରଣ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ, ନିଦ ମଧ୍ୟ ଶରୀର ପାଇଁ ଆବଶ୍ୟକ। କିନ୍ତୁ ସେତେବେଳେ ଯଦି ମୋବାଇଲ ଫୋନ୍ ଆପଣ ବ୍ୟବହାର କରନ୍ତି, କେତେ ସମୟ ବିତିଯାଏ ଜଣାପଡ଼େନି। ଆଜିକାଲି ବୈଜ୍ଞାନିକମାନେ ନିଦ ଉପରେ ବହୁତ ଗୁରୁତ୍ୱ ଦେଉଛନ୍ତି।
ତାମାନେ ଏହା ନୁହେଁ ଯେ ଆପଣ ଶୋଇବାରେ ବହୁତ ସମୟ କଟେଇବେ। ନିଦ୍ରାକୁ ନିୟନ୍ତ୍ରଣ କରିବାର ଅଭ୍ୟାସ କରିବାକୁ ପଡ଼ିବ। ମୁଁ ଶେଯରେ ଶୋଇବାର ମାତ୍ର 30 ସେକେଣ୍ଡ ମଧ୍ୟରେ ଗଭୀର ନିଦ୍ରାକୁ ଯାଇଥାଏ, କାରଣ ଜାଗ୍ରତ ଅବସ୍ଥାରେ ମୁଁ ସମ୍ପୂର୍ଣ୍ଣ ରୂପେ ଜାଗ୍ରତ ଥାଏ। ଏହା ଅଭ୍ୟାସ ଦ୍ୱାରା ଅକ୍ତିଆର କରାଯାଇପାରେ। ଏହାଛଡ଼ା ପୋଷଣ ମଧ୍ୟ ଜରୁରୀ। ଆହାର ସନ୍ତୁଳିତ ହେବା ଦରକାର। ଆପଣଙ୍କ ବୟସରେ ଶରୀରର ଆବଶ୍ୟକତା ଅନୁଯାୟୀ ଆହାରରେ ତାକୁ ସାମିଲ କରିବା ଦରକାର। ତେଣୁ ଶରୀରର ସମସ୍ତ ଆବଶ୍ୟକତାକୁ ପୂରଣ କରନ୍ତୁ। ଏଥିରେ ବିଶେଷ ଖର୍ଚ୍ଚର ମଧ୍ୟ ଦରକାର ହୁଏ ନାହିଁ। ତାପରେ ଦରକାର ହେଉଛି ବ୍ୟାୟାମ। ଏହାକୁ ନିୟମିତ ଅଭ୍ୟାସରେ ପରିଣତ କରିବା ଦରକାର। ପ୍ରତିଦିନ ଅନ୍ତତଃ 5-10 ମିନିଟ୍ ପାଇଁ ବ୍ୟାୟାମ କରିବା, ଖରାରେ ଚାଲିବା, ସନ୍ତୁଳିତ ଆହାର ଗ୍ରହଣ କରିବା ଆପଣଙ୍କର ଜୀବନ ପ୍ରତି ଅତ୍ୟନ୍ତ ଉପଯୋଗୀ। ପ୍ରଧାନମନ୍ତ୍ରୀଙ୍କ ରଚିତ ଏକ୍ଜାମ ୱାରିୟରରେ ମଧ୍ୟ ଏହି ବାର୍ତ୍ତା ଦିଆଯାଇଛି। ବନ୍ଦେ ମାତରମ୍ ଓ ରବୀନ୍ଦ୍ରନାଥ ଠାକୁରଙ୍କର ଭୂମି କଳା ଓ କୌଶଳରେ ପରିପୂର୍ଣ୍ଣ ରାଜ୍ୟ ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣାର କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ମଧୁମିତା ମଲ୍ଲିକ ଭର୍ଚୁଆଲ ମାଧ୍ୟମରେ ପ୍ରଶ୍ନ ପଚାରିଥିଲେ ଯେ ଯେଉଁ ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ କ୍ୟାରିୟରକୁ ନେଇ ଅନିଶ୍ଚିତ କିମ୍ବା ଯେଉଁମାନେ କୌଣସି ବିଶେଷ କ୍ୟାରିୟର ଚୟନ କରିବାକୁ ଚାପ ଅନୁଭବ କରୁଛନ୍ତି ସେମାନଙ୍କୁ ମାନନୀୟ ପ୍ରଧାନମନ୍ତ୍ରୀ କି ବାର୍ତ୍ତା ଦେବେ। ସେହିପରି ହରିୟାଣାର ପାନିପତ ମିଲେନିୟମ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଅଦିତି ତନୱାର ଅନ୍ଲାଇନ୍ ମାଧ୍ୟମରେ ଜାଣିବାକୁ ଚାହିଁଥିଲେ ଯେ ସେ ହ୍ୟୁମାନିଟିଜ୍ ପସନ୍ଦ କରୁଥିବା ଯୋଗୁଁ ଏହାକୁ ନିଜର ବିଷୟ ରୂପେ ଚୟନ କରିଛନ୍ତି, କିନ୍ତୁ ଏଥିପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହି ସମାଲୋଚନାକୁ କିଭଳି ଏଡ଼ାଯାଇପାରିବ? ଏହାର ଉତ୍ତରରେ ମାନନୀୟ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ଭାବୁନି ଯେ ଆପଣଙ୍କ ମନରେ ଏକଥାକୁ ନେଇ କିଛି ଦ୍ୱନ୍ଦ୍ୱ ଅଛି, କିନ୍ତୁ ଆପଣଙ୍କର ନିଜ ଉପରେ ଭରସା ନାହିଁ। ତେଣୁ ଆପଣ ଅନେକ ଲୋକଙ୍କୁ ପଚାରି ବୁଲୁଛନ୍ତି। ଆପଣ ନିଜକୁ ଚିହ୍ନି ପାରୁନାହାନ୍ତି। ତେଣୁ ଆପଣ ଅନ୍ୟମାନଙ୍କ ପରାମର୍ଶ ଉପରେ ହିଁ ନିର୍ଭର କରୁଛନ୍ତି। ତେଣୁ ଯାହାର ପରାମର୍ଶ ଆପଣଙ୍କୁ ସହଜ ଲାଗୁଛି ତାକୁ ହିଁ ଆପଣ ଗ୍ରହଣ କରିନେଉଛନ୍ତି। ଏଇ ଯେମିତି ଆଜି ମୁଁ କହିଲି ଯେ ଖେଳର ମଧ୍ୟ ଗୁରୁତ୍ୱ ରହିଛି। ତେଣୁ ହୁଏତ କିଛି ପିଲା ଆଜିଠୁ ଖାଲି ଖେଳରେ ହିଁ ମାତିଯିବେ, କାରଣ ଏହା ତାଙ୍କୁ ସରଳ ଲାଗିଲା। ମୋ ମତରେ ମାନସିକ ଦ୍ୱନ୍ଦ୍ୱ ହେଉଛି ସବୁଠାରୁ ଖରାପ ଅବସ୍ଥା। ଆପଣ ଦେଖିଥିବେ ବେଳେବେଳେ କୁକୁର ରାସ୍ତା ପାରି କରିବା ସମୟରେ ଆଗକୁ ଯିବ କି ପଛକୁ ଫେରିବ ତାହା ଠିକ୍ କରିନଥାଏ, ଯାହାଫଳରେ କି ଦୁର୍ଘଟଣାର ସମ୍ମୁଖୀନ ହୁଏ। ପ୍ରାଣୀଟିର ମାନସିକ ଅସ୍ଥିରତା ଯୋଗୁଁ ଗାଡ଼ି ଚାଳକ ନିଜ ଦକ୍ଷତା ସତ୍ତ୍ୱେ ତାକୁ ରକ୍ଷା କରିପାରନ୍ତି ନାହିଁ। ତେଣୁ ଆମେ ଅନିଶ୍ଚିତତା ଏବଂ ଭୁଲ ନିଷ୍ପତ୍ତିରୁ ବିରତ ରହିବା ଦରକାର ଏବଂ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରିବା ଉଚିତ। ଏଇ ଯେମିତି ସ୍ୱଚ୍ଛତା କଥା, ଗୋଟିଏ ଦୃଷ୍ଟିରୁ ଦେଖିଲେ ଏହା ଏକ ତୁଚ୍ଛ କଥା ନୁହେଁ କି? କିନ୍ତୁ ଥରେ ଏହାକୁ ମୁଣ୍ଡରେ ପୂରେଇ ଦେଲେ ଏହା ଦେଶର ଗୋଟିଏ ପ୍ରମୁଖ ପ୍ରସଙ୍ଗ ପାଲଟିଗଲା। ସ୍ୱଚ୍ଛତା ଗୋଟିଏ ଛୋଟିଆ କଥା, କିନ୍ତୁ ସେଥିରେ ମୁଁ ପ୍ରାଣ ସଞ୍ଚାର କରିଦେଲା ପରେ ଏହା ଗୋଟିଏ ବଡ଼ ପ୍ରସଙ୍ଗ ହୋଇଗଲା। କାଲି ଗୋଟିଏ ଲେଖା ଉପରେ ମୋ ଦୃଷ୍ଟି ପଡ଼ିଲା। ସେଥିରେ ଉଲ୍ଲେଖ କରାଯାଇଛି ଯେ ଗତ ଦଶନ୍ଧି ମଧ୍ୟରେ କଳା ଓ ସଂସ୍କୃତି କ୍ଷେତ୍ରରେ ଭାରତର ବଜାର 250 ଗୁଣ ବୃଦ୍ଧି ପାଇଛି। ଆଜିଠୁ କିଛି ବର୍ଷ ଆଗରୁ ପିଲା ଚିତ୍ରାଙ୍କନ କଲେ ବାପା ମା ତାକୁ ବାରଣ କରି ପାଠ ପଢ଼ିବାକୁ ପ୍ରବର୍ତ୍ତାଉଥିଲେ। ପେଣ୍ଟିଂ ମଧ୍ୟ ଗୋଟିଏ କ୍ୟାରିୟର ହୋଇପାରେ ଏକଥା ଚିନ୍ତା କରିପାରୁନଥିଲେ। ତେଣୁ ଆମେ କୌଣସି କଥାକୁ ନ୍ୟୁନ ବୋଲି ଧରିବା ଅନୁଚିତ। ଆମର ସାମର୍ଥ୍ୟ ଥିଲେ ଆମେ ତାକୁ ବଡ଼ କରିଦେଇପାରିବା। ଯାହାକୁ ଧରୁଛନ୍ତି ସେ କାର୍ଯ୍ୟରେ ମନପ୍ରାଣ ଦେଇ ଲାଗିପଡ଼ନ୍ତୁ। ଅନ୍ୟମାନଙ୍କ ସହ ନିଜକୁ ତୁଳନା କଲେ ଆପଣଙ୍କ ମନ ଅସ୍ଥିର ହେବ। ଆଜି ଜାତୀୟ ଶିକ୍ଷାନୀତି ଆପଣମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି। ଆପଣ ଗୋଟିଏ କ୍ଷେତ୍ରରୁ ବାହାରି ଅନ୍ୟ କ୍ଷେତ୍ରକୁ ଚୟନ କରିପାରନ୍ତି। ଆଜି ପ୍ରଦର୍ଶନୀରେ ମୁଁ ପିଲାମାନଙ୍କ ପ୍ରଭାବଶାଳୀ ପ୍ରତିଭା ଦେଖିବାକୁ ପାଇଲି। ଯୋଜନାଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କ୍ଷେତ୍ରରେ ସରକାରୀ ସଂସ୍ଥାମାନଙ୍କଠାରୁ ଏମାନେ ଆହୁରି ଭଲ ଭାବେ ଏହାକୁ ପ୍ରକାଶ କରିଛନ୍ତି। ନାରୀ ଶକ୍ତିକୁ ସୁନ୍ଦର ଭାବରେ ଉପସ୍ଥାପିତ କରିଛନ୍ତି। ତେଣୁ ଆମକୁ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିବାକୁ ହିଁ ପଡ଼ିବ। ଏଥିରେ ଅଭ୍ୟସ୍ତ ହୋଇଗଲେ ମନରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ। ରେସ୍ତୋରାଁକୁ ଗଲେ ଆପଣ କ'ଣ ଅର୍ଡର କରିବେ ତାହା ଠିକ୍ କରିନଥାନ୍ତି। ସେହିଭଳି ବ୍ୟକ୍ତି ଖାଇସାରିଲା ପରେ ମଧ୍ୟ ସନ୍ତୋଷ ବା ଆନନ୍ଦ ଅନୁଭବ କରିବେ ନାହିଁ। ତେଣୁ ଆପଣଙ୍କୁ ନିଷ୍ପତ୍ତି ଗ୍ରହଣ କରିବାକୁ ହିଁ ପଡ଼ିବ। ଆଜି କ'ଣ ଖାଇବେ ବୋଲି ପଚାରି ମା ଆପଣଙ୍କ ଆଗରେ 50 ପ୍ରକାରର ବ୍ୟଞ୍ଜନ କରିଦେଲେ ବି ଆପଣ ନିଷ୍ପତ୍ତି ଗ୍ରହଣ କରିନପାରି ସବୁଦିନିଆ ବ୍ୟଞ୍ଜନ ପାଖରେ ଯାଇ ଅଟକିବେ। ତେଣୁ ମୋ ମତରେ ଯେକୌଣସି କଥାରେ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ଆମେ ନିଷ୍ପତ୍ତି ନେବା ଉଚିତ। ପୁଡୁଚେରୀର ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ଦୀପଶ୍ରୀ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ନିଜର ପ୍ରଶ୍ନ ପଚାରିଥିଲେ ଯେ କଠିନ ପରିଶ୍ରମ ସେ କରୁଛନ୍ତି, କିନ୍ତୁ ପିତାମାତାଙ୍କ ମନରେ ସେ କିପରି ବିଶ୍ୱାସ ସୃଷ୍ଟି କରିପାରିବେ ଯେ ସେ ଠିକ୍ ପରିଶ୍ରମ କରୁଛନ୍ତି? ଏହାର ଉତ୍ତର ଦେଇଥିଲେ ମାନନୀୟ ପ୍ରଧାନମନ୍ତ୍ରୀ। ଆପଣଙ୍କ ପ୍ରଶ୍ନ ପଛରେ ଆଉ ଗୋଟିଏ ପ୍ରଶ୍ନ ଲୁଚି ରହିଥିବା କଥା ଜଣାପଡ଼ୁଛି। ଦ୍ୱିତୀୟ କଥା ହେଉଛି ଯେ ପରିବାରରେ ଅବିଶ୍ୱାସ ରହିଛି। ସେ କଥାକୁ ଗୋଟିଏ ସୁନ୍ଦର ପ୍ରଶ୍ନ ଆକାରରେ ଉପସ୍ଥାପିତ କରିଛନ୍ତି।
କିନ୍ତୁ ଏହା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ଚିନ୍ତା କରିବାର କଥା ଯେ ପରିବାରର ଏଭଳି ଅବିଶ୍ୱାସର ପରିସ୍ଥିତି କାହିଁକି ସୃଷ୍ଟି ହେଉଛି। ପରିବାର ମଧ୍ୟରେ ଏଭଳି ପରିସ୍ଥିତି ରହିଲେ ଏହା ଅତ୍ୟନ୍ତ ଚିନ୍ତାଜନକ ହୋଇଥାଏ। ଏହା ଏକ ଦୀର୍ଘ ଅନୁଭୂତିର ପରିଣାମ ହୋଇଥାଏ। ତେଣୁ ପ୍ରତ୍ୟେକ ଅଭିଭାବକ ଶିକ୍ଷକ ଓ ଛାତ୍ର ସୂକ୍ଷ୍ମତାର ସହ ନିଜ ଆଚରଣର ବିଶ୍ଳେଷଣ କରିବା ଉଚିତ। କାହିଁକି ବାପା ମାଙ୍କର ମୋ ଉପରେ ବିଶ୍ୱାସ ନାହିଁ, ଭରସା ନାହିଁ, ସେ କଥା ଚିନ୍ତା କରନ୍ତୁ। କୌଣସି ଘଟଣାରେ ଯଦି ଆପଣ କେବେ ମିଛ କହିଥିବେ ତାହେଲେ ଆପଣଙ୍କ ଉପରେ ସେମାନଙ୍କର ଭରସା ତୁଟି ଯାଇଥିବ। କିନ୍ତୁ ଯଦି ଆପଣ ସତ କଥାଟି ତାଙ୍କ ଆଗରେ ପ୍ରକାଶ କରିଦେଇଥାନ୍ତେ ତାହେଲେ ଏଭଳି ବାତାବରଣ ସୃଷ୍ଟି ହୋଇନଥାନ୍ତା। ଆପଣ କହୁଥିବା କଥାକୁ ନିଜେ ରକ୍ଷା କରିଛନ୍ତି କି? ଯଦି ପାଳନ କରୁଥାନ୍ତି ତାହେଲେ କେବେ ହେଲେ ଅବିଶ୍ୱାସର ବାତାବରଣ ସୃଷ୍ଟି ହେବ ନାହିଁ। ସେହିଭଳି ଅଭିଭାବକମାନେ ମଧ୍ୟ ଚିନ୍ତା କରିବା ଉଚିତ। ମା ପିଲାକୁ ଖାଇବାକୁ ଦେଲେ ଆଉ ପିଲା ଯଦି ଟିକେ କମ୍ ଖାଇଲା, ମା ସାଙ୍ଗେ ସାଙ୍ଗେ କହି ପକାନ୍ତି, ଆଉ କେଉଁଠି ଖାଇକରି ଆସୁଛୁ କି? ଯାହା ପିଲାମାନଙ୍କୁ ଆଘାତ ଦେଇଥାଏ ଏବଂ ପିଲାଟି ସତ କଥାଟି ଲୁଚାଏ। ସେହିଭଳି ପିଲାଟିକୁ ଧରନ୍ତୁ ମାସିକ ଆପଣ ପକେଟ୍ ଖର୍ଚ୍ଚ ପାଇଁ 100 ଟଙ୍କା ଦେଇଛନ୍ତି, ଆଉ ପ୍ରତିଦିନ ବାରମ୍ବାର ପଚାରିବେ ଏ ପଇସାରେ କ'ଣ କଲୁ, କେତେ ଖର୍ଚ୍ଚ କଲୁ, ଇତ୍ୟାଦି ଇତ୍ୟାଦି। ତାହେଲେ ସେ ନିଶ୍ଚୟ କଥା ଲୁଚେଇବ ନା। ତେଣୁ ଭରସା କରିବା କଥା। କିନ୍ତୁ ବାରମ୍ବାର ପଇସା କଥା ନ ପଚାରି ଏମିତି ପଚାରିବା ଯଦି, ବାବୁରେ ମୋ ପାଖରେ ସେଦିନ ମାତ୍ର 100 ଟଙ୍କା ଥିଲା ତ, ତୁ କ'ଣ ଖର୍ଚ୍ଚ କଲୁ ସେଥିପାଇଁ ପଚାରୁଥିଲି। ମୋର କହିବା କଥା ପିତାମାତା ଏବଂ ପିଲାମାନଙ୍କ ମଧ୍ୟରେ ଏକ ବିଶ୍ୱାସର ସୂତ୍ର ନିହାତି ରହିବା ଆବଶ୍ୟକ। ଅବିଶ୍ୱାସର ମଞ୍ଜି ପରିବାର ମଧ୍ୟରେ ଦୂରତା ସୃଷ୍ଟି କରେ। ଯେମିତିକି ବାପା ମା ଯଦି ପଚାରନ୍ତି କାହିଁକି କମ୍ ମାର୍କ ରଖିଲୁ, ଆଜି କାହିଁକି ଆସିବା ଡେରି ହେଲା, ଫିଲ୍ମ ଦେଖି ଯାଇଥିଲୁ କି? ତେଣୁ ଏସବୁ ପିଲାମାନଙ୍କୁ ଚାପଗ୍ରସ୍ତ କରିଦିଏ, ସେମାନଙ୍କର ମାନସିକ ଚାପ ବଢ଼ାଇ ଦେଇଥାଏ। ସେମିତି ଶିକ୍ଷକ ବିଦ୍ୟାର୍ଥୀ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିବା ନିହାତି ଦରକାର। ଉଦାହରଣ ସ୍ୱରୂପ ଦେଖିବେ ଶ୍ରେଣୀଗୃହରେ ଶିକ୍ଷକମାନଙ୍କର ପକ୍ଷପାତିତା, ଯେମିତିକି କିଏ ଭଲ ପଢ଼ିଲା ତାକୁ ବେଶୀ ଧ୍ୟାନ ଦେବେ। ଅନ୍ୟମାନଙ୍କ ପ୍ରତି ଉପେକ୍ଷା ଭାବ ସେମାନଙ୍କୁ ଆହୁରି ତଳକୁ ଖସେଇ ଦେଇଥାଏ। ଶିକ୍ଷକଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସମଦୃଷ୍ଟିରେ ଦେଖିବା, ସମସ୍ତଙ୍କ ସହ ସମାନ ବ୍ୟବହାର କରିବା। ପିଲାଟି ପାଠ ଭଲ ପଢ଼ୁନଥାଉ ପଛେ ଅନ୍ୟ କିଛି ପ୍ରତିଭାର ପ୍ରଶଂସା ତ କରିଦେଇ ହେବ ନା। ଛୋଟ ଛୋଟ ପ୍ରଶଂସା ଦ୍ୱାରା ପିଲାଟିର ଆତ୍ମବିଶ୍ୱାସ ମଧ୍ୟ ବଢ଼ିଥାଏ। ତେଣୁ ଏକ ଆତ୍ମଚିନ୍ତନର ଆବଶ୍ୟକତା ରହିଛି, ଯାହାଫଳରେ ଶିକ୍ଷକ ବିଦ୍ୟାର୍ଥୀ ମଧ୍ୟରେ ଏକ ସୁସମ୍ପର୍କର ସେତୁ ଗଢ଼ି ଉଠିବ। ଆଉ ଗୋଟିଏ କଥା, ଯଦି ଆପଣଙ୍କ ପିଲାର 5 ଜଣ ସାଙ୍ଗ ଅଛନ୍ତି ତେବେ ସବୁ ମାସରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର ହୁଅନ୍ତୁ। ପରିବାର ସମସ୍ତ ସଦସ୍ୟ ସେଥିରେ ସାମିଲ ହୁଅନ୍ତୁ। ଏକ ସକାରାତ୍ମକ ଆଲୋଚନା କରନ୍ତୁ, ଯଦ୍ୱାରା ସକାରାତ୍ମକ ବାତାବରଣ ସୃଷ୍ଟି ହେବ। ସମସ୍ତ ପରିବାର ମଧ୍ୟରେ ସୁସମ୍ପର୍କ ସଦ୍ଭାବ ସୃଷ୍ଟି ହେବ। ଏହାଦ୍ୱାରା ସକାରାତ୍ମକ ଚିନ୍ତାଧାରା ମଧ୍ୟ ପରିବ୍ୟାପ୍ତ ହେବ। ମହାରାଷ୍ଟ୍ର ପୁନେରୁ ଅନଲାଇନରେ ଯୋଡ଼ି ହୋଇଥିବା ଅଭିଭାବକ ଶ୍ରୀ ଚନ୍ଦ୍ରେଶ ଜୈନଙ୍କର ପ୍ରଶ୍ନ ଥିଲା ଯେ ଆଜିକାଲି ପିଲାମାନେ ନିଜ ବୁଦ୍ଧିର ପ୍ରୟୋଗ କରିବା ବନ୍ଦ କରି ଟେକ୍ନିକ୍ ଉପରେ ଅଧିକ ନିର୍ଭର କରୁଛନ୍ତି। କିପରି ଯୁବପିଢ଼ିଙ୍କୁ ବୁଝାଇ ହେବ ଯେ ସେମାନେ ଏସବୁର ମାଲିକ ହେବା ଦରକାର, ଗୋଲାମ ନୁହେଁ। ସେହିପରି ଅନଲାଇନ୍ ମାଧ୍ୟମରେ ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାରୁ ଜଣେ ଅଭିଭାବକ ଶ୍ରୀମତୀ ପୂଜା ଶ୍ରୀବାସ୍ତବଙ୍କର ପ୍ରଶ୍ନ ଥିଲା ଯେ ସେ କିପରି ନିଜ ଝିଅର ସ୍ନାପଚାଟ୍, ଇନ୍ଷ୍ଟାଗ୍ରାମ, ଟ୍ୱିଟର ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମର ଅଯଥା ବ୍ୟବହାରରୁ ତାଙ୍କୁ ବଞ୍ଚିତ ରଖିପାରିବେ ଆଉ ତାଙ୍କୁ ଅଧ୍ୟୟନ ମନସ୍କ କରାଇ ପାରିବେ। ଆଉ ଗୋଟିଏ ପ୍ରଶ୍ନ ଅନଲାଇନ୍ ଦ୍ୱାରା ଯୋଡ଼ି ହୋଇଛନ୍ତି ହିମାଚଳ ପ୍ରଦେଶ ହମିରପୁର ଗ୍ରାମର TRDAV ସ୍କୁଲ କାଙ୍ଗୁରର ଛାତ୍ର ଅଭିନବ ରାଣା। ତାଙ୍କର ପ୍ରଶ୍ନ ରହିଛି ଯେ ମୋବାଇଲର ବ୍ୟବହାରକୁ ଅଗ୍ରାଧିକାର ଦେଇ ଅଧ୍ୟୟନ ପ୍ରତି ବିମୁଖ ହେଉଥିବା ଛାତ୍ରଛାତ୍ରୀଙ୍କ ପ୍ରତି କ'ଣ ପ୍ରେରଣା ରହିବ ବୋଲି ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ସେ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତର ଦେଇ ମାନନୀୟ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଖନ୍ତୁ, ଆମର ଶାସ୍ତ୍ରରେ ମଧ୍ୟ କୁହାଯାଇଛି କୌଣସି କାର୍ଯ୍ୟରେ ବି ଅତି କାହାରି ବି ମଙ୍ଗଳ କରିନଥାଏ। ଅନୁମାନ କରନ୍ତୁ ଯେ ବଢ଼ିଆ ଖାଦ୍ୟ ପ୍ରସ୍ତୁତ ହୋଇଛି, ପୋଷଣ ଦୃଷ୍ଟିରୁ ତାହା ଭଲ ହୋଇଛି, ସ୍ୱାଦ ଆପଣଙ୍କ ମନ ମୁତାବକ, ଖାଇବାର ସମୟ ମଧ୍ୟ ହୋଇଯାଇଛି, କିନ୍ତୁ ତାହା ଖାଲି ଖାଇ ଚାଲିଛନ୍ତି ଆଉ ଖାଇ ଚାଲିଛନ୍ତି, ମା ପରସି ଚାଲିଛନ୍ତି। ଏହା କ'ଣ ସମ୍ଭବ? କେତେବେଳେ ତ ଆପଣ ମାଙ୍କୁ କହିବେ ଯେ ବାସ୍ ବହୁତ ହୋଇଗଲା, ଆଉ ଖାଇପାରିବେନି। ଆପଣଙ୍କର ପ୍ରିୟ ଖାଦ୍ୟ ଥିଲା, ସ୍ୱାସ୍ଥ୍ୟକର ଥିଲା, ଖାଇବାର ସମୟ ବି ଥିଲା, ତଥାପି ଗୋଟିଏ ସମୟ ଆସିଲା ଯେତେବେଳେ ଆପଣ କହିଲେ ସେ ଖାଦ୍ୟକୁ ଆଉ ଖାଇପାରିବେନି। କାରଣ ଆପଣ ଅତି ଖାଦ୍ୟ ଖାଇଲେ ଅସୁବିଧାରେ ପଡ଼ିବେ, ବାନ୍ତି କରିବେ, ଶରୀରକୁ ଆହୁରି ଅସୁସ୍ଥ କରି ପକାଇବେ। ଆପଣଙ୍କର କେତେ ବି ପ୍ରିୟ ଖାଦ୍ୟ ହେଉଥାଉ ନା କାହିଁକି, ଆପଣଙ୍କ ପେଟ ଭରିଗଲେ ଖାଇବା ବନ୍ଦ କରିବାକୁ ପଡ଼ିଥାଏ କି ନାହିଁ? ଠିକ୍ ସେହିଭଳି ମୋବାଇଲ ସ୍କ୍ରିନ୍ ଉପରେ ଭଲ କାର୍ଯ୍ୟକ୍ରମ ଚାଲୁଥିଲେ ମଧ୍ୟ ଦେଖିବା ପାଇଁ କିଛି ସମୟ ତ ନିର୍ଦ୍ଧାରିତ କରିବାକୁ ପଡ଼ିବ ନା। ଆପଣ ଦେଖିବେ ମୋ ହାତରେ କଦବା କ୍ୱଚିତ ମୋବାଇଲ ଦେଖିବାର ପାଇବେ। କାହିଁକିନା ମୁଁ ଜାଣିଛି ମୋ ସମୟରେ
ସର୍ବାଧିକ ଉପଯୋଗ କେଉଁ ଉପାୟରେ କରିବି। ମୁଁ ଏହା ବି ଜାଣିଛି ଯେ ସୂଚନା ପାଇଁ ଏହା ଏକ ଆବଶ୍ୟକ ସାଧନ, କିନ୍ତୁ ଏହାର କିଭଳି ଉପଯୋଗ କରିବି ସେଥିପାଇଁ ମୋର ବିବେକ ଥିବା ଆବଶ୍ୟକ। ପିତାମାତାଙ୍କର ଏ ଯେଉଁ ଚିନ୍ତା ମୋବାଇଲର ସମ୍ପର୍କରେ ରହିଛି, ଏହା ଜଣେ ନୁହେଁ, ବହୁତ ଜଣ ପିତାମାତାଙ୍କର ସମାନ ଚିନ୍ତା ମଧ୍ୟ ରହିଛି। କିଛି ପିତାମାତା ଯେଉଁମାନେ ମୋବାଇଲ ଦେଖୁଛନ୍ତି ସେମାନେ ବି ଚାହାନ୍ତି ତାଙ୍କ ପିଲାମାନେ ଏହା ନ ଦେଖନ୍ତୁ। ମୋବାଇଲ ଦ୍ୱାରା ପରିବାର ମଧ୍ୟରେ ସମ୍ପର୍କରେ ମଧ୍ୟ ଦୂରତା ଆସିଛି। ଘରେ 4 ଜଣ ରହୁଥିଲେ ମଧ୍ୟ କଥା ନ ହୋଇ ଯଦି ପରସ୍ପରଠୁ ମୋବାଇଲ ଦ୍ୱାରା ମେସେଜ କରିବେ ଏବଂ କଥା ହେବେ, ତେବେ ଦୂରତା ବଢ଼ିବ ନା। ଏହାଦ୍ୱାରା ଅବିଶ୍ୱାସ ମଧ୍ୟ ବଢ଼ିବ। କାହିଁକି? ଯଦି ମା ତା ନିଜ ପୁଅ କିମ୍ବା ଝିଅର ମୋବାଇଲକୁ ଟିକେ ଛୁଇଁ ଦିଏ, ତେବେ ଘରେ ଝଡ଼ ସୃଷ୍ଟି ହୋଇଯାଏ। ତେଣୁ ମୁଁ ଭାବେ ପରିବାରରେ କିଛି ନିୟମ ରହିବା ଦରକାର, ଯେମିତି ଖାଇବା ସମୟରେ ଡାଇନିଂ ଟେବୁଲରେ କୌଣସି ଇଲେକ୍ଟ୍ରୋନିକ୍ ଗେଜେଟ୍ ରହିବନି ମାନେ ରହିବନି। ଖାଇବା ସମୟରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବେ। ପରିବାର ମଧ୍ୟରେ ନୋ ଗ୍ୟାଜେଟ୍ସ ଜୋନ୍ ମଧ୍ୟ କରିବେ। ଆମେ ଟେକ୍ନୋଲୋଜି ଠାରୁ ଦୂରରେ ତ ରହିପାରିବା ନାହିଁ, ଏହାକୁ ବୋଝ ଭାବିବା ବି ଉଚିତ ନୁହେଁ। ଏହାଠାରୁ ଦୂରେଇ ଯିବା ବି ଠିକ୍ ନୁହେଁ, କିନ୍ତୁ ଏହାର ସଦୁପଯୋଗ ନିହାତି ଆବଶ୍ୟକ। ଯଦି ଆପଣଙ୍କୁ ଟେକ୍ନୋଲୋଜି ବିଷୟରେ ଜଣାଅଛି, ବାପା ମା ଜାଣିନାହାନ୍ତି, ତେବେ ସେମାନଙ୍କୁ ଏ ସମ୍ପର୍କରେ ଆପଣ ଅବଗତ କରନ୍ତୁ। ସେ ଆପଣଙ୍କର କର୍ତ୍ତବ୍ୟ। ତାଙ୍କୁ କହିବା ଦରକାର ଯେ ମୋବାଇଲରେ କେବଳ ସାଙ୍ଗସାଥୀଙ୍କ ସହ ଗପ ନୁହେଁ, ପାଠ ମଧ୍ୟ ପଢ଼ାଯାଇପାରେ। ଆଉ ଗୋଟେ ଜିନିଷ, ଫୋନ୍ ଯଦି ଲକ୍ କରୁଛନ୍ତି, ଏହାକୁ ଅନଲକ୍ କରିବାର ପାସୱାର୍ଡ ମଧ୍ୟ ପରିବାରର ସମସ୍ତ ସଦସ୍ୟ ଜାଣିବା ଦରକାର। ପରିବାର ମଧ୍ୟରେ ଲୁଚାଛପା କ'ଣ? ଆଉ ଗୋଟେ କଥା, ନିଜ ସ୍କ୍ରିନ୍ ଟାଇମ୍ ମନିଟର କରିବାର ଆପ୍ଲିକେସନ ମଧ୍ୟ ଡାଉନଲୋଡ୍ କରନ୍ତୁ। ଏହାଦ୍ୱାରା କେତେ ସମୟ ଫୋନ୍ ଦେଖିଲେ ତାହା ଅନୁଧ୍ୟାନ କରିପାରିବେ। ତେଣୁ ମୋବାଇଲର ସକାରାତ୍ମକ ଦିଗ ଉପରେ ଗୁରୁତ୍ୱ ଦିଅନ୍ତୁ। ଏହାକୁ କିପରି ନିଜ ଜୀବନର ସୁସାଧନ କରିପାରିବେ ତା ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତୁ। ତାମିଲନାଡୁର ଚେନ୍ନଇ ସ୍ଥିତ ମଡର୍ଣ୍ଣ ସିନିୟର ସେକେଣ୍ଡାରୀ ସ୍କୁଲର ଛାତ୍ର ଏମ୍ ବାଗେଶ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ ପ୍ରଧାନମନ୍ତ୍ରୀ ପଦରେ ଥିବା ଚାପକୁ ସେ କିପରି ମୁକାବିଲା କରନ୍ତି। ଉତ୍ତରାଖଣ୍ଡର ଉଧମ ସିଂ ନଗରସ୍ଥିତ ରାଜବଂଶ ମଡର୍ଣ୍ଣ ଗୁରୁକୁଳ ଏକାଡେମୀର ଛାତ୍ରୀ ସ୍ନେହା ତ୍ୟାଗୀ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ ଆମେ ଆପଣଙ୍କ ଭଳି କିପରି ସକାରାତ୍ମକ ହୋଇପାରିବୁ। ମାନନୀୟ ପ୍ରଧାନମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ ଯେ ଏହାର ଅନେକ ଉତ୍ତର ହୋଇପାରେ। ପ୍ରଥମେ ତ ମୋତେ ଭଲ ଲାଗିଲା ଯେ ଆପଣଙ୍କୁ ଜଣାଅଛି କି ପ୍ରଧାନମନ୍ତ୍ରୀଙ୍କୁ କେତେ ଚାପରେ ରହିବାକୁ ପଡ଼ିଥାଏ। ଆପଣଙ୍କୁ ତ ଲାଗୁଥିବ ହଁ ଉଡ଼ାଜାହାଜ ଅଛି, ହେଲିକପ୍ଟର ଅଛି, ତାଙ୍କର ବା କ'ଣ ଅଛି, ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବାରେ କ'ଣ ଅସୁବିଧା ଅଛି, ଏହା କରିବାର ଅଛି। କିନ୍ତୁ ଆପଣଙ୍କୁ ଜଣାଅଛି ଯେ ସକାଳୁ ରାତି ଯାଏ ଯିବା ଆସିବା ରହିଛି। ଦେଖିବାକୁ ଗଲେ ସମସ୍ତ ଜୀବନରେ ନିଜ ସ୍ଥିତିରୁ ଅତିରିକ୍ତ ଏମିତି ବହୁତ କିଛି ହୋଇଥାଏ ଯାହାକୁ ମ୍ୟାନେଜ କରିବାକୁ ପଡ଼ିଥାଏ। ଯାହା ସେ ଚିନ୍ତା କରିନଥିବେ ସେହିଭଳି ପରିସ୍ଥିତି ମଧ୍ୟ ବ୍ୟକ୍ତିଗତ ଜୀବନରେ ଆସିଯାଇଥାଏ, ପାରିବାରିକ ଜୀବନରେ ଆସିଥାଏ। ଆପଣଙ୍କୁ ମଧ୍ୟ ତାକୁ ସମ୍ଭାଳିବାକୁ ପଡ଼ିଥାଏ। ଏମିତି ବି ହୋଇଥାଏ, ଭାଇ ବହୁତ ବିପଦ ଆସିଛି, ଝଡ଼ ଆସିଛି, ଚାଲ କିଛି ସମୟ ବସିଯିବା, ସଙ୍କଟ ଟଳିଯିବ। ବିପଦ ଆସିଛି, ସଙ୍କଟ ଆସିଛି, ଟିକେ ମୁଣ୍ଡ ନଇଁଯିବା। ମୋର ପ୍ରକୃତି କିଛି ଏଭଳି ଏବଂ ସେଥିପାଇଁ ଅଧିକ ମାତ୍ରାରେ ଉପକାରୀ ହୋଇଥାଏ। ମୁଁ ସବୁ ଆହ୍ୱାନକୁ ସାମ୍ନା କରିଥାଏ ଏବଂ ମୁକାବିଲା କରିଥାଏ। ପରିସ୍ଥିତି ଆପେ ସୁଧୁରିଯିବ, ଏହାର ଅପେକ୍ଷାକୁ ମୁଁ ଆଦୌ କରିନଥାଏ। ଆଉ ଏଥିପାଇଁ ମୋତେ ନୂଆ ନୂଆ ଶିଖିବାକୁ ମଧ୍ୟ ମିଳିଥାଏ। ସବୁ ପରିସ୍ଥିତିରୁ ମୋତେ ନିୟନ୍ତ୍ରଣ କରିବାର କ୍ଷମତା ବି ମିଳେ ଏବଂ ନୂଆ ପ୍ରୟୋଗ ମଧ୍ୟ ମିଳେ, ନୂଆ ଶିକ୍ଷା ବି ମିଳେ। ବିକଶିତ କରିବା ପାଇଁ ଡାଟା, ଷ୍ଟ୍ରାଟେଜି ଏସବୁ ମଧ୍ୟ ମିଳିଥାଏ। ଏହାଦ୍ୱାରା ମୋର ନିଜର ବି ବିକାଶ ହୋଇଥାଏ, ଦେଶର ବିକାଶ ହୋଇଥାଏ। ଦ୍ୱିତୀୟତଃ ମୋ ଭିତରେ ଏକ ବହୁତ ବଡ଼ ଆତ୍ମବିଶ୍ୱାସ ରହିଛି। ମୁଁ ସବୁବେଳେ କହିଆସିଛି, କିଛି ବି ହୋଇଯାଉ, 140 କୋଟି ଦେଶବାସୀ ତ ମୋ ସହିତ ଅଛନ୍ତି। ଯଦି 100 ନିୟୁତ ଆହ୍ୱାନ ଅଛି, ତେବେ ଏହାର କୋଟି କୋଟି ସମାଧାନ ମଧ୍ୟ ରହିଛି। ମୁଁ କେବେ ବି ନିଜକୁ ଏକୁଟିଆ ମନେ କରେନି ଏବଂ ସବୁକିଛି ମୋ ଉପରେ ଅଛି। ମୋ ଦେଶ, ଦେଶବାସୀଙ୍କର ସାମର୍ଥ୍ୟ ବିଷୟରେ ମୁଁ ସବୁବେଳେ ଅବଗତ। ଏହା ହେଉଛି ମୋ ଚିନ୍ତାଧାରାର ମୌଳିକ ମୂଳ କଥା। ମୋତେ କେବେ ଲାଗିନଥାଏ କି ମୋତେ କିଛି କରିବାର ଅଛି। ମୋତେ ସବୁବେଳେ ଜଣାଥାଏ କି ମୋ ଦେଶର ସାମର୍ଥ୍ୟ ହିଁ ମୋତେ ଏସବୁ କରିବା ପାଇଁ ସୁଯୋଗ ଦେଉଛି। ଯଦି ମୋତେ ଆଗରେ ରହିବାକୁ ପଡ଼ିବ ଏବଂ କିଛି କରିବାକୁ ପଡ଼ିବ, କିନ୍ତୁ ଦେଶର ସାମର୍ଥ୍ୟ ଅଛି, ମୋର କିଛି ଭୁଲ ହେଲେ ସେଠୁ ଶକ୍ତି ମିଳିବ। ଦେଶବାସୀଙ୍କ ସାମର୍ଥ୍ୟକୁ ମୁଁ ଯେତେ ବଢ଼େଇବି, ଆହ୍ୱାନକୁ ବା ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ କ୍ଷମତାରେ ସେତେ ଉନ୍ନତି ଆସିବ। ଆଜି ଦେଶର ଦାରିଦ୍ର୍ୟ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେତେବେଳେ ତାହା ଦୂର ହେବ। ସେମାନଙ୍କୁ ପକ୍କା ଘର ମିଳିବ, ଶୌଚାଳୟ ମିଳିବ, ଶିକ୍ଷା ମିଳିବ,
ଆୟୁଷ୍ମାନ ଯୋଜନାରେ ସେମାନେ ଲାଭାନ୍ୱିତ ହେବେ, ପାଇପ୍ ପାଣି ମଧ୍ୟ ତାଙ୍କୁ ମିଳିବ, ତାଙ୍କ ସ୍ୱପ୍ନ ସାକାର ହେବ। ଏସବୁ ଦୈନନ୍ଦିନ ଦୁଃଖରୁ ମୁକ୍ତି ପାଇବା ପରେ ଦାରିଦ୍ର୍ୟ ଦୂରୀକରଣ ହେବ ଏବଂ ଯେଉଁ 10 ବର୍ଷ କାଳରେ 25 କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି ତାହା ଆଗକୁ ନିଶ୍ଚୟ ବଢ଼ିବ। ଏବଂ ମୋର ଦାୟିତ୍ୱ ରହିଛି ଯେ ମୁଁ ହିନ୍ଦୁସ୍ତାନର ପ୍ରତ୍ୟେକ ସରକାରଙ୍କୁ ଦାରିଦ୍ର୍ୟ ସହ ସଂଘର୍ଷ କରିବାକୁ ପଡ଼ିଛି। ଆମ ଦେଶରେ ସଙ୍କଟ ହିଁ ସଙ୍କଟ ରହିଛି, କିନ୍ତୁ ସବୁବେଳେ ଆମେ ଦବି ଯାଇନାହୁଁ, ପ୍ରତିହତ କରିଛୁ। ମୁଁ ତାହାର ରାସ୍ତା ଖୋଜିବାକୁ ଚେଷ୍ଟା କରିଛି। ଆଉ ମୁଁ ଏହା ଭାବିଲି ଯେ ସରକାର ଯିଏକି ଗରିବ ଲୋକମାନଙ୍କର ପ୍ରତିନିଧିତ୍ୱ କରୁଛନ୍ତି ସେ ଦାରିଦ୍ର୍ୟକୁ ପରାସ୍ତ କରିପାରିବେ ଯଦି ସମସ୍ତଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ସମର୍ଥ ହୋଇପାରିବେ। କେତେଗୁଡ଼ିଏ ଜିନିଷକୁ ପ୍ରାଥମିକତା ଦେବାର ଜ୍ଞାନ ମଧ୍ୟ ରହିବା ଆବଶ୍ୟକ। ଏହି ଅଭିଜ୍ଞତାକୁ ପ୍ରୟୋଗ କରିବା ପାଇଁ ଯେଉଁ ବିଶ୍ଳେଷଣ ତାହା ଜରୁରୀ। ଆଉ ଭୁଲରୁ ମଧ୍ୟ ଶିକ୍ଷା ପାଇବା ଏବଂ ତାକୁ ଠିକ୍ ଭାବରେ ବିବେଚନା କରିବା ମଧ୍ୟ ଜରୁରୀ। କୋଭିଡ ମହାମାରୀ ସମୟରେ ଖାଲି ବସିବା ପରିବର୍ତ୍ତେ ଦୀପ ଜାଳିବା ବା ଥାଳି ବାଡ଼େଇବା ଭଳି କାର୍ଯ୍ୟ ମାଧ୍ୟମରେ ଲୋକଙ୍କୁ ଏକାଠି କରିବା ପାଇଁ ସୁଯୋଗ ମିଳିଛି। ସେମାନଙ୍କର ସାମୂହିକ ଶକ୍ତିକୁ ବଢ଼ାଇବା ପାଇଁ ଏକ ସମୟ ଆସିଥିଲା। ସେହିଭଳି କ୍ରୀଡ଼ାର ସଫଳତା ବା ସଠିକ୍ ରଣନୀତି ଏବଂ ଦିଗ ନେତୃତ୍ୱକୁ ପାଳନ କରିବା ଫଳରେ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ବିପୁଳ ପଦକ ଆମେ ହାସଲ କରିପାରିଛୁ। ଉପଯୁକ୍ତ ଶାସନ ପାଇଁ ତଳୁ ଉପରକୁ ସଠିକ୍ ସୂଚନାର ବ୍ୟବସ୍ଥା ଏବଂ ଉପରୁ ତଳକୁ ସଠିକ୍ ମାର୍ଗଦର୍ଶନର ବ୍ୟବସ୍ଥା ରହିବା ନିହାତି ଆବଶ୍ୟକ। ଜୀବନରେ କେବେ ନିରାଶ ହେବା କଥା ନୁହେଁ ଏବଂ ସବୁବେଳେ ସକାରାତ୍ମକ ମନୋଭାବ ପୋଷଣ କରିବା ଦରକାର। ମୁଁ ମୋ ଜୀବନରେ ନିରାଶାର ସମସ୍ତ କବାଟ ଏବଂ ଝରକା ବନ୍ଦ କରିଦେଇଛି। କିଛି କରିବାର ସଂକଳ୍ପକୁ ଆପଣେଇଛି, ଦୃଢ଼ ନିଷ୍ପତ୍ତି ମଧ୍ୟ ନେଇଛି ଏବଂ ଯେତେବେଳେ କୌଣସି ସ୍ୱାର୍ଥପର ଉଦ୍ଦେଶ୍ୟ ମୋର ନାହିଁ, ଯେତେବେଳେ ମୋର ନିଷ୍ପତ୍ତିରେ କିଛି ଦ୍ୱନ୍ଦ୍ୱ ନାହିଁ, ସେତେବେଳେ ମୋତେ କାମ କରିବା ପାଇଁ ପ୍ରୋତ୍ସାହନ ମିଳିଛି ଏବଂ ମୁଁ ଆଗକୁ ବଢ଼ିଛି। ବର୍ତ୍ତମାନ ପିଢ଼ିର ଜୀବନ କେମିତି ସହଜ ହୋଇପାରିବ ମୁଁ ତା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରୁଛି ଏବଂ ବିଶ୍ୱାସ କରୁଛି ଯେ ଆଜିର ପିଢ଼ି ସେମାନଙ୍କ ପିତାମାତାଙ୍କୁ ଅସୁବିଧାରେ ପକାଇବେ ନାହିଁ ଏବଂ ନିଜେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସରକାର ଏପରି ଏକ ରାଷ୍ଟ୍ର ଗଠନ କରିବା ପାଇଁ ଚେଷ୍ଟା କରୁଛନ୍ତି ଯେଉଁଠି କେବଳ ବର୍ତ୍ତମାନ ନୁହେଁ ବରଂ ଭବିଷ୍ୟତ ପିଢ଼ି ଉଜ୍ଜ୍ୱଳ ହେବାର ସୁଯୋଗ ପାଇବେ ଏବଂ ସମଗ୍ର ଦେଶରେ ସାମୂହିକ ସଂକଳ୍ପ ରହିବ, ସକାରାତ୍ମକ ଚିନ୍ତାଧାରାର ବିପୁଳ ବିକାଶ ହେବ ଏବଂ ନକାରାତ୍ମକ ପରିସ୍ଥିତିରେ ମଧ୍ୟ ସକାରାତ୍ମକ ଫଳାଫଳ ଖୋଜିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରୟାସ କରିବେ। ସମସ୍ତ ଛାତ୍ରଛାତ୍ରୀ ଆଜି ଆସିଛନ୍ତି, ତାଙ୍କ ସହ ବାର୍ତ୍ତାଳାପ ମୋତେ କରିବାକୁ ସୁଯୋଗ ମିଳିଛି ଏବଂ ସେମାନଙ୍କର ଜୀବନ ଲକ୍ଷ୍ୟ ହାସଲ ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରୁଛି। ମୁଁ ପୁଣି ଥରେ କହୁଛି, ଯାହାଙ୍କ ପାଖରେ ସାମର୍ଥ୍ୟ ଅଛି ତାକୁ ସଠିକ୍ ଉପଯୋଗ କରିବା ଦରକାର। ଯାହାଙ୍କ ପାଖରେ ସିଦ୍ଧାନ୍ତ ରହିଛି ସେ ସିଦ୍ଧାନ୍ତର ବଶବର୍ତ୍ତୀ ହେବା ଦରକାର ଏବଂ ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରୟାସ କରିବା ଦରକାର। ତଳୁ ଉପର, ଉପରୁ ତଳ ଯେଉଁ ସୂଚନା ତାର ଠିକ୍ ପ୍ରୟୋଗ ହେବା ଦରକାର, ତାର ପ୍ରବାହ ହେବା ଦରକାର ଏବଂ ଏହି ପ୍ରକାର ଚିନ୍ତାଧାରା ଗୋଟିଏ ପରଫେକ୍ଟ ଗାଇଡେନ୍ସ ମାଧ୍ୟମରେ ହେବା ଦରକାର। ଏହାର ବ୍ୟବସ୍ଥା, ଏହାର ପ୍ରୋଟୋକଲ୍ ଠିକ୍ ଯଦି ରହିବ ତାହେଲେ ଜିନିଷକୁ ଠିକ୍ ଭାବରେ ବୁଝି ହେବ। କରୋନା ସମୟରେ ଏହାର ଉଦାହରଣ ଆପଣମାନେ ଜାଣିଛନ୍ତି। ଆମେ କିଭଳି ଭାବରେ ଲୋକମାନଙ୍କୁ ଏଥିପ୍ରତି ସଚେତନ କରାଇଥିଲୁ। ଏଥିପାଇଁ ମୁଁ ମାନି ନେଉଛି ଯେ ଜୀବନରେ ନିରାଶ ହେବାର କୌଣସି କାରଣ ହିଁ ନାହିଁ। ଯଦି ଥରେ ମନରେ ଦୃଢ଼ ଭାବନା ଆମେ ପୋଷଣ କରିଛୁ, କାହିଁକି ନିରାଶ ହେବା? କେବଳ ସକାରାତ୍ମକ ମନୋଭାବ ଆମକୁ ପୋଷଣ କରିବାକୁ ପଡ଼ିବ। ଆଉ ମୋ ପାଖରେ ନିରାଶାର ସମସ୍ତ ଦ୍ୱାର ବନ୍ଦ ବି ହୋଇଯାଇଛି। ମୁଁ କହିସାରିଛି, କୌଣସି କୋଣ ବି ମୁଁ ଖୋଲା ରଖିନାହିଁ ଏବଂ ସବୁଠୁ ବଡ଼ କଥା ହେଉଛି ମୁଁ ମାନିଥାଏ ଯେ ଜୀବନର ଲକ୍ଷ୍ୟ ପ୍ରାପ୍ତି ପାଇଁ ଆତ୍ମବିଶ୍ୱାସରେ ଭରପୁର ହେବା ଦରକାର। ନିଜ ପାଇଁ କିଛି କରିବାର ସ୍ଥିରୀକୃତ କରିଦେଲା ପରେ କୌଣସି ପ୍ରତିବନ୍ଧକ ଆଉ ନିର୍ଣ୍ଣୟରେ ବାଧା ସୃଷ୍ଟି କରିପାରେ ନାହିଁ। ଆଉ ଏହା ମୋ ପାଇଁ ବହୁତ ବଡ଼ ସମ୍ପତ୍ତି ଯେ ମୋର କ'ଣ, ମୋତେ କ'ଣ ମିଳିବ, ଏଥିରେ ମୋର କୌଣସି ଦବାନବା ନାହିଁ। କେବଳ ଦେଶ ପାଇଁ ହିଁ କରିବାର ଅଛି, ଆପଣଙ୍କ ପାଇଁ କରିବାର ଅଛି, ଯାହାଦ୍ୱାରା କି ଆପଣଙ୍କର ମାତାପିତାଙ୍କୁ ଯେଉଁ ଅସୁବିଧା ଦେଇ ଗତି କରିବାକୁ ପଡ଼ୁଛି, ମୁଁ ଚାହେଁନି ସେ ଅସୁବିଧା ସବୁ ଆଉ ଥରେ ଆପଣମାନେ ଭୋଗ କରନ୍ତୁ। ଆମକୁ ଏପରି ଦେଶ ଗଠନ କରି ଆଗକୁ ବଢ଼ିବାର ଅଛି। ଆପଣଙ୍କର ସନ୍ତାନମାନଙ୍କୁ, ଆଗାମୀ ପିଢ଼ିକୁ ଲାଗିବ ଯେ ଆମେ ଦେଶ ମଧ୍ୟରେ ଏଭଳି ବାତାବରଣ ସୃଷ୍ଟି କରିଛୁ ସେମାନେ ଠିକ୍ ଭାବରେ ବଞ୍ଚିପାରିବେ, ସାମର୍ଥ୍ୟ ଦେଖାଇ ପାରିବେ ଏବଂ ଏହା ଆମର ସାମୂହିକ ସଂକଳ୍ପ ହେବା ମଧ୍ୟ ଦରକାର। ବନ୍ଧୁଗଣ, ମୁଁ ଆଶା କରୁଛି ଯେ ଆପଣମାନେ
ପରିବାରର ବିଶ୍ୱାସଭାଜନ ହେବେ ଏବଂ ନିଜେ ମଧ୍ୟ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ିବେ ଏବଂ ସାଫଲ୍ୟ ଅର୍ଜନ କରିବେ। ଆପଣମାନେ ସମସ୍ତଙ୍କୁ ମୋର ଶୁଭକାମନା। ଧନ୍ୟବାଦ।